ଖ୍ରୀଷ୍ଟ ପ୍ରେମର ନମସ୍କାର। ଆମେ ସମସ୍ତେ ଆପଣ ଆପଣ ସ୍ଥାନରେ ଠିଆ ହେବା ଏବଂ ଯୋହନ 5 ଅଧ୍ୟାୟ ଖୋଲିବା। ଯାମାନଙ୍କ ପାଖରେ ବାଇବେଲ ଅଛି ଖୋଲନ୍ତୁ, ଯଦି ନାହିଁ ଏଇଠି ଆମର ସ୍କ୍ରିନରେ ଆସିବ ଯୋହନ 5 ଅଧ୍ୟାୟ 1ରୁ 9 ପଦ ପର୍ଯ୍ୟନ୍ତ ଆମେ ପଢ଼ିବା। ଦୟାକରି ମୋ ସହିତ ଖୋଲନ୍ତୁ ଯୋହନ 5 ଅଧ୍ୟାୟ। ମୁଁ 1ରୁ 9 ପଦ ପର୍ଯ୍ୟନ୍ତ ପଢ଼ିବି। ସମସ୍ତେ ଆପଣ ଆପଣା ବାଇବେଲ ଦେଖନ୍ତୁ। ଏଠାରେ ଏ ପ୍ରକାର ଲେଖାଯାଏ, ଏଥି ଉତ୍ତାରେ ଯୁହୁଦୀମାନଙ୍କର ଗୋଟିଏ ପର୍ବ ପଡ଼ିଲା, ଆଉ ଯୀଶୁ ଜେରୁସାଲାମକୁ ଯାତ୍ରା କଲେ। ଜେରୁସାଲାମର ମେଷଦ୍ୱାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି। ଏବ୍ରୀ ଭାଷାରେ ତାହାକୁ ବେତ୍ସାଦା ବୋଲି କହନ୍ତି। ତାହାର 5ଟି ମଣ୍ଡପ। ସେଗୁଡ଼ିକ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ି ରହୁଥିଲେ। ସେମାନେ ଜଳସଞ୍ଚନ ଅପେକ୍ଷାରେ ରହୁଥିଲେ, କାରଣ କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତୀର୍ଣ୍ଣ କରି ଜଳ କମ୍ପାଉଥିଲେ, ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ସୁସ୍ଥ ହେଉଥିଲା। ସେଠାରେ 38 ବର୍ଷାବଧି ରୋଗଗ୍ରସ୍ତ ଜଣେ ଲୋକ ଥିଲା। ଯୀଶୁ ତାଙ୍କୁ ପଡ଼ି ରହିଥିବା ଦେଖି ବହୁ କାଳର ରୋଗୀ ବୋଲି ଜାଣି ତାଙ୍କୁ ପଚାରିଲେ, ତୁମ୍ଭେ କ'ଣ ସୁସ୍ଥ ହେବାକୁ ଇଚ୍ଛା କରୁଅଛ? ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ, ଜଳ କମ୍ପିବା ସମୟରେ ମୋତେ ପୋଖରୀ ନିକଟକୁ ଘେନିଯିବା ପାଇଁ ମୋହର କେହି ନାହିଁ, ଆଉ ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ ଆଗରୁ ପଶିଯାଏ। ଯୀଶୁ ତାଙ୍କୁ କହିଲେ, ଉଠ, ତୁମ୍ଭର ଖଟିଆ ଘେନି ଚାଲ। ସେହି କ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେଦିନ ବିଶ୍ରାମବାର ଥିଲା। ପ୍ରଭୁ ଆପଣା ପଠିତ ବାକ୍ୟରେ ତାଙ୍କର ଆଶୀର୍ବାଦ ଯୋଗ କରନ୍ତୁ। ପ୍ରାର୍ଥନା କରିବା। ମଙ୍ଗଳମୟ ଦୟାମୟ ପରମେଶ୍ୱର ରାଜା, ଏତେବେଳେ ଆମେ ପ୍ରାର୍ଥନା କରୁଛୁ ପ୍ରଭୁ, ତୁମରି ଦାସଙ୍କୁ ପିତା ପରମେଶ୍ୱର ଅଭିଷେକ କର ପ୍ରଭୁ। ଏତେବେଳେ ଯେଉଁ ବାକ୍ୟ ତୁମେ ଦେଇଅଛ ସେଇ ବାକ୍ୟକୁ ପ୍ରକାଶିତ କରିବା ନିମନ୍ତେ ପିତା ପରମେଶ୍ୱର ତୁମେ ସାହାଯ୍ୟ କର ବୋଲି ପ୍ରାର୍ଥନା କରୁଛୁ। ଆମମାନଙ୍କୁ ପିତା ପରମେଶ୍ୱର ତୁମେ ଆମରି ମନ ଆମରି ପ୍ରାଣକୁ ପିତା ପରମେଶ୍ୱର ରାଜା ତୁମ ନିକଟରେ ତୁମର ଉପସ୍ଥିତିରେ ପିତା ପରମେଶ୍ୱର ଆମମାନଙ୍କୁ ନିରବତାରେ ପିତା ପରମେଶ୍ୱର ରାଜା ଆମମାନଙ୍କୁ ଧ୍ୟାନ ସହ ଗ୍ରହଣ କରିବା ନିମନ୍ତେ ସାହାଯ୍ୟ କର ବୋଲି ଆମେ ପ୍ରାର୍ଥନା କରୁଛୁ। ଧନ୍ୟବାଦ ଦେଉଛୁ। ଏ ବାକ୍ୟକୁ ତୁମ ହସ୍ତରେ ଆମେ ସମର୍ପିତ କରି ନାଜରେଥ ଯୀଶୁଙ୍କ ନାମରେ ମାଗୁଛୁ ପିତା, ଆମେନ୍। ଦୟାକରି ବସନ୍ତୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ନାମର ଧନ୍ୟ ହେଉ। ସେ ଦୟା ପରେ ଦୟାକରି ଆମମାନଙ୍କୁ ଆସୁଛନ୍ତି, ଅନୁଗ୍ରହ ଉପରେ ଅନୁଗ୍ରହ ଦେଉଛନ୍ତି ଏବଂ ଦିନ ପରେ ଦିନ, ମାସ ପରେ ମାସ ଆମମାନଙ୍କୁ କରୁଣା କରିକି ଆସୁଛନ୍ତି। ସେଇଥିପାଇଁ ଆମେ ଆଜି ବଞ୍ଚିଛୁ ଏବଂ ପରମେଶ୍ୱରଙ୍କର ଗୌରବ କରୁଛୁ। ପ୍ରିୟ ବାପା ମା ଭାଇ ଭଉଣୀମାନେ, ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୁଁ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସାଥେ ସାଥେ ଖ୍ରୀଷ୍ଟରେ ଆଶ୍ରିତ ବାପା ମା ଭାଇ ଭଉଣୀ, ଛୋଟ ଛୋଟ ପିଲାମାନଙ୍କୁ ମୋର ହୃଦୟପୂର୍ବକ ଆନ୍ତରିକ ପ୍ରେମର ନମସ୍କାର ଜ୍ଞାପନ କରେ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ଜୟ ମସିହ କି। ଆମେ ପରମେଶ୍ୱରଙ୍କର ବାକ୍ୟରୁ ଶୁଣିବା। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ଦାସ ଅତି ସ୍ପଷ୍ଟ ଭାବରେ ସେ ଆମମାନଙ୍କୁ ପଢ଼ିକି ଶୁଣେଇଛନ୍ତି ଯେ ମୁଁ ଆଜି ଆଉ ଆରୋଗ୍ୟକାରୀ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ମୁଁ କିଛି କହିବି। ଜିଜସ୍ ଇଜ୍ ଦ ହିଲର। ଯୀଶୁଖ୍ରୀଷ୍ଟ ସେ ଆରୋଗ୍ୟ କରନ୍ତି। ଯୀଶୁଖ୍ରୀଷ୍ଟ ବିଭିନ୍ନ ମାଧ୍ୟମରେ ସେ ଆରୋଗ୍ୟ କରନ୍ତି। ମୁଁ ସେ ବିଷୟରେ କିଛି କହିବି। ଯୀଶୁଖ୍ରୀଷ୍ଟଙ୍କର କାହାଣୀ, ଯାହା ଯୋହନ 5 ଅଧ୍ୟାୟ 1ରୁ 9 ପଦ ମଧ୍ୟରୁ ମୁଁ କହିବି। ଯୋହନ 5 ଅଧ୍ୟାୟକୁ 3 ଭାଗରେ ବିଭକ୍ତ କରାଯାଇଛି। यूहन्ना 5 अध्याय को 3 भाग में विभक्त किया गया है। पहला भाग ये जो 1 से 9 पंक्ति तक, जो प्रभु यीशु एक रोगी को चंगाई दे रहा है।
वो कैसा चंगाई था, वहाँ से क्या हमको सीखने के लिए मिलता है, क्या मैं अपनाऊंगा मेरे ख्रिस्टियन जीवन में, ख्रिस्टियन जीवन रे मु कौन शिखा दरकार। प्रिय भाई भौणी माने, प्रभुंकर लोक माने, तेबे आमे देखुछु अति एक पदरे आमे देखुछु जे एथि उतारे जिहुदी मानकर गोटे पर्व पड़िला, आउ जीसु जेरूसलाम को यात्रा कले। जीसस इज गोइंग टू जेरूसलाम। प्रभु जीशु ख्रीष्ट गोटे पर्व को जाउचंती। से पर्वर ना एठी लेखा जाई नाही, किंतु से पर्वटा होउची निस्तार पर्व। से पर्व को पर्व? से निस्तार पर्व को जाउचंती। प्रिय भाई भौणी प्रभु को लोक माने से निस्तार पर्व को जाउचंती। आ दुई पदरे आमे देखुछु जे जेरूसलाम रो मेषद्वार निकटरे गोटिए पुष्करणी अछि। एब्री भाषा रे ताकू बेत्सेदा बोली कहंती। तार 5टी मंडप। तेबे जेरूसलाम मंदिर पाखरे, जेरूसलाम मंदिर पाखरे गोटे पुष्करणी थिला। प्रिय भाई भौणी माने, प्रभुंकर दास दासी माने, से पुष्करणीर ना हेउछि बेत्सेदा। बेत्सेदा यार अर्थ होउछि भाई भौणी माने द हाउस ऑफ ग्रेस, अनुग्रहर गृह। से बेत्सेदा रो अर्थ होउछि अनुग्रहर गृह। आ सेठी गोटे पुष्करणी थिला। मेष द्वार निकटरे बोली 3 पदरे लेखा जाइछि। आप माने जदि देखिबे 3 पदरे मेष द्वार निकटरे। को मेष द्वार? एटी को मेष द्वार विषय रे कहा जाइछि। भाई भौणी माने, प्रभु को लोक माने, नेहेमिया 3 अध्याय जदि आप माने देखिबे सेठारे 9 गोटी द्वार विषय रे कहा जाइछि। जेरूसलाम मंदिर चतुर्पार्श्वरे चारिआडे द्वार थिला। There were so many doors, gates in the temple of Jerusalem. यरूशलेम मंदिर में कुछ गेट था, उसमें से एक गेट मेषद्वार। मेषद्वार बोलिक कहा जाइछि। मेषद्वार अर्थ यदि मेषद्वार को आमे तार आत्मिक अर्थ बाहर करिबा, तेबे जीशु ख्रीष्ट होउचंदे से मेष। जीशु ख्रीष्टंकर क्रूस को से मेष द्वार कौन करे सूचाए। इट पिक्चर्स ऑफ द क्रॉस ऑफ क्राइस्ट। ख्रीष्टंकर क्रूस को बुझाए। एटा जोहनो 10:11 पदरे जीशु ख्रीष्ट कहउचंती जे मु उत्तम मेषपालक, उत्तम मेषपालक आपणा मेष मानक निमंते आपणा प्राण दिए बोली लेखा जाइछि। उत्तम मेषपालक आपणा मेष मानक पाई से जीवन दियंती। आ जीशु ख्रीष्ट मध्य ताहा करिसंती। जीशु ख्रीष्ट जे उत्तम मेषपालक। भाई भौणी प्रभु को लोक माने जीशु ख्रीष्ट को छाड़ी देले आपण आउ समस्त को उत्तम बोली कहि परिबे नाही। पालक मान को समस्त को उत्तम बोली आमे कहि परिबा नाही। प्रिय भाई, जणे ही उत्तम से होचंती प्रभु जीशु ख्रीष्ट। ओनली वन मैन इज गुड मैन, जीशु ख्रीष्ट। जीशु ख्रीष्ट कहले मु उत्तम मेष पालक। आ उत्तम मेष पालक किए? जे आपणार मेष मानक निमंते आपणार जीवन दान करंती, से ही उत्तम मेष पालक। जदि से जीवन दे पारु नाहंती, ता पाखरे उत्सर्गीकृत जीवन नाही, से अन्य मानकु सुरक्षा करिबा पाई, अन्य मानक जीवन को रक्षा करिबा पाई जदि से संकुचित हेउचंती, से उत्तम मेषपालक होई परिबे नाही। जीशु ख्रीष्ट एकमात्र उत्तम मेषपालक। भाई भौणी माने, सेठी आमे देखुछु जे मेष द्वार निकटरे से पुष्करणी थिला। मेष द्वार जेरूसलाम रो अनेक गेट्स मानक मध्यरु आप माने गेट संपर्क रे चिंता करिया पाई चाहुचंती।
ଜେରୁସାଲାମର ମନ୍ଦିରର ଚତୁଃପାର୍ଶ୍ୱରେ ଯେଉଁ ଦ୍ୱାର ସମୂହ ଥିଲା ସେ ଦ୍ୱାର ସମ୍ପର୍କରେ ପୁଙ୍ଖାନୁପୁଙ୍ଖା ଭାବରେ ଯଦି ଆପଣ ସ୍ପଷ୍ଟ ରୂପେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ନେହେମିୟ 3 ଅଧ୍ୟାୟ 1ରୁ 32 ପଦ ପର୍ଯ୍ୟନ୍ତ ଯଦି ଷ୍ଟଡି କରିବେ ଆପଣ ପାଇବେ। ଏବଂ ଗୋଟେ ଗୋଟେ ଦ୍ୱାରର ଗୋଟେ ଗୋଟେ ଭାବାର୍ଥ ମଧ୍ୟ ରହିଛି। ଗୋଟେ ଗୋଟେ ଦ୍ୱାରର ଗୋଟେ ଗୋଟେ ଭାବାର୍ଥ, ଯେମିତି ମୁଁ କହିଲି ମେଷଦ୍ୱାର କହିଲେ ଯୀଶୁଖ୍ରୀଷ୍ଟଙ୍କର କାଲବରୀ କ୍ରୁଶକୁ ବୁଝାଏ। ଆଉ ସେଇ ଦ୍ୱାର ଦେଇ ଗଲେ ହିଁ ଲୋକମାନେ ଚରା ପାଇବେ, ଲୋକମାନେ ରକ୍ଷା ପାଇବେ, ପରିତ୍ରାଣ ପାଇବେ। ଯୀଶୁଖ୍ରୀଷ୍ଟ ହେଉଛନ୍ତି ସେ ଉତ୍ତମ ମେଷ ପାଳକ। ଭାଇ ଭଉଣୀମାନେ 3 ପଦରେ ଲେଖାଯାଇଛି ଯେ ସେ ମେଷ ଦ୍ୱାର ନିକଟରେ ଆଉ କ'ଣ ନା ଗୋଟେ ପୁଷ୍କରଣୀ ଥିଲା। ସେ ପୁଷ୍କରଣୀର ଚତୁଃପାର୍ଶ୍ୱରେ 5 ଗୋଟି ମଣ୍ଡପ ଥିଲା ବୋଲି ଲେଖାଯାଇଛି। There were 5 porches around the pool। ସେ ପୁଲ୍ ମାନେ ପୁଷ୍କରଣୀର ପାଖରେ 5 ଗୋଟି ମଣ୍ଡପ ଥିଲା। ସେ ମଣ୍ଡପର ଚତୁଃପାର୍ଶ୍ୱରେ ଲୋକମାନେ ଘେରିକି ଥିଲେ। ବିଭିନ୍ନ ପ୍ରକାର ଲୋକମାନେ, ବିଭିନ୍ନ ରୋଗରେ ରୋଗାଗ୍ରସ୍ତ ଲୋକମାନେ, ବିଭିନ୍ନ ଅସୁସ୍ଥତାରେ ଅସୁସ୍ଥ ବ୍ୟକ୍ତିମାନେ, ଏହିପରିକି ଯେ 38 ବର୍ଷର ଜଣେ ପୁରୁଣା ରୋଗୀ ସେଠାରେ ଅଛନ୍ତି। ମୁଁ ପୁରୁଣା ରୋଗୀ ବୋଲି କହିବି। ଅନେକ ପ୍ରଚାରକ ଭାଇ ଭଉଣୀମାନେ କୁହନ୍ତି ଯେ ପକ୍ଷାଘାତ ରୋଗୀ ବୋଲି। ପକ୍ଷାଘାତ ଶବ୍ଦ ଏଠି ନାହିଁ। ମୁଁ ବାଇବେଲ ପଢୁଥିଲି, there is no mention of paralytic man। ପକ୍ଷାଘାତ ରୋଗରେ ସେ ପୀଡ଼ିତ ଥିଲେ, ଆକ୍ରାନ୍ତ ଥିଲେ ବୋଲି କିଛି କୁହାଯାଇ ନାହିଁ। ଆପଣ ଯଦି ଯୋହନ 5 ଅଧ୍ୟାୟର ସେଇ ଯେଉଁ ମୂଳ ପ୍ରସଙ୍ଗ ଦେଖିବେ ତେବେ ରୋଗ ବୋଲିକିରି କୁହାଯାଇଛି। ପକ୍ଷାଘାତ ଶବ୍ଦ ସେଠାରେ ନାହିଁ। ତେଣୁ ପକ୍ଷାଘାତ ଶବ୍ଦ ମୁଁ ବ୍ୟବହାର କରିବା ପାଇଁ ଚାହିଁବି ନାହିଁ। 38 ବର୍ଷରୁ ଆକ୍ରାନ୍ତ ଜଣେ ପୁରୁଣା ରୋଗୀ ଭାଇ ଭଉଣୀମାନେ, ପ୍ରଭୁଙ୍କର ଲୋକମାନେ, ତାଙ୍କୁ କୋଉ ରୋଗ ହେଇଥିଲା ଆମେ ଜାଣୁନାହୁଁ। ହେଇପାରେ ସେ ବିଭିନ୍ନ ରୋଗରେ ରୋଗାଗ୍ରସ୍ତ ଥିଲେ, ବିଭିନ୍ନ ରୋଗରେ ସେ ରୋଗାଗ୍ରସ୍ତ ଥିଲେ। 38 ବର୍ଷ ପର୍ଯ୍ୟନ୍ତ ସେ ପଡ଼ି ରହୁଥିଲେ। ବାଇବେଲରେ ସ୍ପଷ୍ଟ ଲେଖାଯାଇଛି ଯେ ସେଠାରେ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ଲୋକମାନେ ପଡ଼ି ରହୁଥିଲେ। କ'ଣ ପାଇଁ ରହୁଥିଲେ? ସେ 5 ଗୋଟି ମଣ୍ଡପର ଚତୁଃପାର୍ଶ୍ୱରେ, ପୁଷ୍କରଣୀର ଚତୁଃପାର୍ଶ୍ୱରେ ଲୋକମାନେ ସମାନ ଅନିୟର ମାର୍କ ସେ ଗୋ ଡେଇଁଲା ପରେ ସମାନ ହେଇକି ରହୁଛନ୍ତି। କାରଣ ପରମେଶ୍ୱରଙ୍କର ଦୂତ, ପ୍ରଭୁଙ୍କର ଦୂତ ଆସି ଯେତେବେଳେ ପୁଷ୍କରଣୀର ଜଳକୁ ସେ କମ୍ପେଇବେ, ଯିଏ ପ୍ରଥମରେ ଡେଇଁବ ସେ ସୁସ୍ଥତା ପାଇବ। ହାଲେଲୁୟା। ଯିଏ ପ୍ରଥମରେ ଡେଇଁବ ସେ ଯେତେ ବଡ଼ ରୋଗରେ ଥିଲେ ମଧ୍ୟ ଆରୋଗ୍ୟ ପାଇବ। ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ଖଞ୍ଜ, ଅନ୍ଧ ଏବଂ ପଙ୍ଗୁ ଲୋକମାନେ ଏବଂ ବିକଳାଙ୍ଗ ଲୋକମାନେ, ଶୁଷ୍କାଙ୍ଗ ଲୋକମାନେ ସେ ସ୍ଥାନରେ ଜମା ହେଇକି ରହୁଥିଲେ। ସେମାନଙ୍କର ଆଶା ଭରସା ଯେ ପ୍ରଭୁଙ୍କର ଦୂତ ହଠାତ୍ ଆସନ୍ତୁ ଏବଂ କ'ଣ କରନ୍ତୁ ନା ଜଳକୁ ସେ ସଞ୍ଚଳନ କରନ୍ତୁ। ବାଇବେଲରେ ସଞ୍ଚଳନ ଶବ୍ଦ ଦିଆଯାଇଛି, କମ୍ପନ ଶବ୍ଦ ଦିଆଯାଏ। ପାଣି ହଲିଲା ବେଳକୁ ଡେଇଁବାର ଅଛି। ହେଲେ ଖଟରେ ଥିବା ଲୋକ ଡେଇଁ ପାରିଲେ ତ? ହଁ କି ନାଇଁ ମା ମାନେ? ଖଟରେ ଥିବା ଲୋକ ଡେଇଁଲେ ତ କିଏ ତାଙ୍କୁ କେମିତି ଯାଇ ଡେଇଁବ? ସେ ଡେଇଁଲେ जाब ओ जो पुष्करणी में वो क्या करेगा, जंप मारेगा, उस टाइम में वो चंगाई पाएगा। कौन लेगा उसको? भाई भौणी माने, प्रभुंकर दास दासी माने, प्रभुंकर लोक माने ସେଇଠି ପ୍ରଭୁଙ୍କର ଦୂତ ବୋଲିକିରି କୁହାଯାଇଛି। 4 ପଦ କିଏ ଜଣେ ଦୟାକରି ପଢ଼ନ୍ତୁ, ନହେଲେ 3, 4। ସେଗୁଡ଼ିକରେ ଅନେକ ଅନେକ ପୀଡ଼ିତ, ଅନ୍ଧ, ଖଞ୍ଜ ଓ ଶୁଷ୍କାଙ୍ଗ ପଡ଼ି ରହୁଥିଲେ। ସେମାନେ ଜଳ ସଞ୍ଚଳନ ଅପେକ୍ଷାରେ ରହୁଥିଲେ, କାରଣ କୌଣସି ସମୟରେ ପ୍ରଭୁଙ୍କର ଜଣେ ଦୂତ ପୁଷ୍କରିଣୀରେ ଅବତରଣ କରି ଜଳ କମ୍ପାଉଥିଲେ। ଆଉ ଜଳ କମ୍ପିଲା ପରେ ଯେ କେହି ପ୍ରଥମରେ ସେଥିରେ ପ୍ରବେଶ କରୁଥିଲା, ସେ ଯେକୌଣସି ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା
ସୁସ୍ଥ ହେଉଥିଲା। ଯେତେବେଳେ ପ୍ରଭୁଙ୍କର ଜଣେ ଦୂତ ଆସି ଜଳ କମ୍ପାଉଥିଲା, ଯେତେବେଳେ ପ୍ରଭୁଙ୍କର ଜଣେ ଦୂତ ଆସି ଜଳ କମ୍ପାଉଥିଲା, ପ୍ରଭୁଙ୍କର ଦୂତ ଏଇଟା ଯୀଶୁ ଖ୍ରୀଷ୍ଟଙ୍କୁ ବୁଝାଏ। ପ୍ରଭୁଙ୍କର ଦୂତ ପୁରାତନ ନିୟମରେ ଭାଇ ଭଉଣୀମାନେ, ପ୍ରଭୁଙ୍କର ଦୂତ ଶବ୍ଦ ଯାହା ସବୁ ଆପଣମାନେ ଦେଖିବେ, କ୍ୟାପିଟାଲ ଏ ରେ ବାଇବେଲ, ଇଂଲିଶ ବାଇବେଲ, କେଜେବି ବାଇବେଲରେ एंजल ऑफ द लॉर्ड, एंजल ऑफ द लॉर्ड, एंजल ऑफ द लॉर्ड, प्रभु की दूत लिखा गया है। वो दूत का नाम यीशु मसीह है। यीशु ख्रीस्ट प्रभुंकर दूत जेतेबेले आसी जल कंपाउथिले, जेतेबेले बोलिकरी कहा जाइछि, केतेबेले प्रभुंकर दूत केतेबेले आसिले, यीशु ख्रीस्ट जगत को केतेबेले आसिले, 2000 वर्ष तले आसिचंती। हालेलुया, हालेलुया। Lord Jesus came to this world 2000 years back. 2000 वर्ष तले एटे गोटे समय दिया जाइछि, गोटे समय सीमा दिया जाइछि जे से गोटे सर्टेन सीजन बोलिकरी बाइबल रे कहा जाइछि। गोटे समान समय रे से आसुथिले, जल कंपाउथिले, से समय रे जे जल भीतर को प्रथम रे पसिबो से सुस्थता पाइबो। मु भाबुछि लोक माने कामड़ा कामड़ी हो जाउथिबे, सेठी लोक माने बाड़ा पिटा हो जाउथिले बोधे, कारण सहस्र लोक सेठे जमा रहउथिले जे काहाको सुस्थ हेबा पई इच्छा नाही, समस्त को सुस्थ हेबा पई इच्छा। मु सुस्थ हेबा पई चाहूची, आपण सुस्थ हेबा पई चाहूचंती, आमे समस्ते परमेश्वर ठारो आरोग्य प्राप्त हेबा पई चाहूचु। तेबे टिके बळ थिबा लोक सिना जाई डेइबे। 38 वर्ष पर्यंत the one who was bedridden for 38 years, एते लंबा समय धरी से खटरे पड़िकी रहिचंती, किए पकेइबो तांको? भाई भौणी मान, प्रभु को लोक माने से खाली खटरे सोईकी ही रहउथिले, बुहा जाइथिले, तांको बोहिकी नेकी रखा जाइतिला। जार जीवन को से के काको पकेइबो? जार जीवन को से ना हो कि ना, आजिकल दुनिया जार जीवन को से रक्षा करने चेष्टा। मु आग माने मु आग, मु सुस्थ हे, तुमको तुमर विषय मु कहीं चिंता करी। आई वांट टू बी हिल्ड, दैट्स द रीजन आई एम देयर। मु से पुष्करणी निकट को जाइछि, जेपरि ख्रीष्टंक ठारू मु आरोग्य पाइबी, जे से सुस्थ होंतु न होंतु, किए फिंगिबे तांको? प्रिय बापा माँ, भाई भौणी माने, प्रभु को लोक माने, प्रभुंकर दासदासी माने, प्रभुंकर दूत आसुथिले। द एंजल ऑफ द लॉर्ड वाज कमिंग सम टाइम, नॉट ऑल द टाइम। सब बेले से आसुनथिले, केबे किमती आसुथिले, हठात आसिकी जल को कंपेई दउथिले, लोक माने समस्त जगी कि रहउचंती। प्रिय भाई भौणी माने, प्रभुंकर दासदासी माने, देयर जीसस वेंट, प्रभु यीशु ख्रीस्ट से पुष्करणी निकट को गले। प्रभु यीशु ख्रीस्ट से पुष्करणी निकट को गले। 5 पद जदि आप देखिए जे पुष्करणी निकट को जाए, आमानकर प्रभु यीशु ख्रीस्ट जड़े 38 वर्षर आक्रांत, दुर्बल, रोगाग्रस्त लोकंकु से देखुछि। मु भाबुछि जे कंकाल हो जाइथिबो से लोकटा 38 वर्ष पर्यंत। हेले स्त्री आ पानी क्षीर दउथिबे तांको, मरिजा बापा, मरिजा, शीघ्र मरिजा बोलवा लोक माने मते रहउचंती। आयुबंकर स्त्री जेमती थिला, शीघ्र मरे बोला पर। प्रिय भाई बहन, प्रभु को लोक माने, प्रभुंकर दासदासी माने, प्रभुंकर रक्तरेकृत लोक माने, यीशु ख्रीस्ट तांको जाई गोटे प्रश्न पचारले, पढ़ी दियंतु। 5 हाँ 38 वर्षावधि रोगग्रस्त जड़े लोक थिला। यीशु तांको पड़ी रहिथिबा देखि बहु कालर रोगी बोली जानी ताको पचारिले, तुम्भे कौन सुस्थ हेबा को इच्छा करूअछ? हाँ, 38 वर्षर पीड़ित जड़े रोगी सेठारे अछंती। मु आश्चर्य होउथिली जे 38 वर्ष ए रोगाग्रस्त होइके थिला बोलिकरी किए कहले? हिसाब कोठु आसिला? हिसाब किए कला? 38 साल तक ओ पीड़ा में था,
ओ गिरा हुआ था। तो कौन बोला 38 इयर्स बोले किए लेखला, किए जानी चे कथा? ओनली राजा मानक राजा प्रभु मानक प्रभु जानी थिले। प्रभु जीशु ख्रीष्ट जानी थिले, तेणु से एते गुड़ाए लोक माने सहस्र लोक 5 मंडप मध्यरे रही कहा निकट को न जाइकी 38 वर्षर रोगाग्रस्त लोकों को निकट को से गला। वो किसके पास नहीं गया? एक ही आदमी के लिए गया वो, क्योंकि वो आदमी 38 इयर्स तक वो पड़ा हुआ था वहां। सेठी से पढ़ी रही जीशु ख्रीष्ट अंतर्जामी परमेश्वर, राजा मानक राजा, से आमानक सृष्टिकर्ता, से अंतर देखती अंतर्जामी 38 वर्षर रोगाग्रस्त ए व्यक्ति को जीशु ख्रीष्ट जानी जे लोकटा दयनीय अवस्था सब पड़ी रोच। सब से प्रार्थना करुँच, प्रभु मत किए गोटे फिंगंतु, किए गोटे मत दयाकर फिंगी दियो, मरी जाऊ बोली फिंगी दिंतु, मु सुस्थ होगा चाहूँगी। भाई बहन प्रभु को लोक माने तांकर हृदयर प्रार्थना, तांकर हृदयर कामना प्रभु जीशु ख्रीष्ट जो अंतर्जामी से जानिले जे देयर इज समवन वेटिंग फॉर मी टू बी हील्ड सिंस 38 इयर्स। 38 वर्ष पर्यंत से जगिचंती सुस्थ हेबी सुस्थ हेबी। जहाँ थिला टंका पैसा कंसा हांडी सुना माने सब बिकिले से आ नाही किछि खाइबा पाई नाही ता पाखरे। सो ही इज वेटिंग समथिंग टू बी हैपेंड इन हिज लाइफ। गोटे मिराकल, एक अलौकिक शक्तिर कार्य तांको जीवन रे हो, सेटा ही तांकर सबुठारो शेष इच्छा जे किए जने मते सुस्थ करंतु। प्रिय भाई बहन मैंने जीसस न्यू दैट, प्रभु यीशु जान चुका था जे एक आदमी 38 साल तक मेरे इंतजार कर रहा है, मैं जाऊंगा। कहा को न पचार कि जीशु ख्रीष्ट सीधा जाउचंती से 38 वर्षर रोगाग्रस्त से व्यक्ति को पचार। निर्दिष्ट भाव पचारुचंती केवल से 38 वर्षर पड़ी रही व्यक्ति को सीधा सड़क जीशु ख्रीष्ट जाइकी से समस्त को पचार ना भाई तुम कौन है, तुम कौन है, तुम मुंड बथा, तुम पेट बथा, तुम किडनी फेल्यूर, तुम कैंसर, तुम। जीसस इज नॉट आस्किंग एनीवन, he is going directly to the sick person who was ridden for 38 years। 38 साल तक जो गिरा हुआ था उसके पास सीधा प्रभु यीशु गए। मैं पूछा क्या चाहते हो, तुम्हें कौन आरोग्य चाहूच कि मु तुमको सुस्थ करने चाहूँ, तुम्हें कौन सुस्थ होगा चाहूच? पढ़ी दिंतु से पद। हाँ, रोगीटी ताहांको उत्तर देला। जीशु ख्रीष्ट प्रश्न पचारेटा भी पचार पढ़। जीशु तांको पड़ी रहिथिबा देखि बहु कालर रोगी बोली जानी तांको पचारिले, तुम्हे कौन सुस्थ हेबाको इच्छा करूअछ? रोगीटी ताहांको उत्तर देला, महाशय जल कंपिबा समय रे मते पोखरी भीतर को घेनी जिबा पई मोहर केही नाही, आउ मु जाऊ जाऊ अन्य जणे मो आगरु पसी जाए। हालेलुया हालेलुया। जीशु ख्रीष्ट से जड़े व्यक्ति को निर्दिष्ट भाव तांको आरोग्य करने उद्देश्य रे तांको जाई पचारुचंती। जीशु जानिचंती ये लोकों को निश्चित भाव में आरोग्यर आवश्यक अछि, तुम्हें कौन सुस्थ होगा इच्छा करूअछ? तेबे लोकटा हाँ प्रभु मु सुस्थ हेबी, सीधा किछि कहूना, हाँ प्रभु मु सुस्थ होगा चाहूँगी, सेटा न कहीकि से 7 पदरे कहूँ नाई प्रभु आओ जल कंपिबा समय रे मु जाइकी पड़ू नाही, से पुष्करणी रे मते नहीं कि पकेइबा लोक, ए सब बहाना। द इमोशनलिज्म, उद्विग्नता, ए लोकंकर उद्विग्नता एठा प्रकाश पाउछि। राजा मानक राजा, प्रभु मानकर प्रभु, देवगणर परमेश्वर, आरोग्यकारी परमेश्वर,
ଯାହାଙ୍କ ନାମରେ, ଯାହାଙ୍କ ରକ୍ତରେ, ଯାହାଙ୍କ ସ୍ପର୍ଶରେ, ଯାହାଙ୍କର ବାକ୍ୟରେ ଲୋକ ସୁସ୍ଥ ହୁଅନ୍ତି, ସେଇ ସୃଷ୍ଟିକର୍ତ୍ତା ତାଙ୍କ ନିକଟକୁ ଯାଇଛନ୍ତି। ତୁମେ କ'ଣ ସୁସ୍ଥ ହେବା ପାଇଁ ଇଚ୍ଛା କରୁଅଛ? ସେ କହୁଛି, ସେ ଏପଟୁ ଅଙ୍କା ବଙ୍କା କରି କହିବାକୁ ଆରମ୍ଭ କଲା, ପ୍ରଭୁ ଆଉ ମୋତେ କେହି ନେଇ ପକାଉନାହାନ୍ତି ସେଠି। ଏଇଠି ଲୋକଙ୍କ ରୋଗୀଙ୍କର ଉଦ୍ବିଗ୍ନତା ଆମେ ଦେଖୁଛୁ। ଅନେକ ସମୟରେ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ ଆମମାନଙ୍କ ଜୀବନରେ ଆଦମଙ୍କ ସ୍ୱଭାବ ଆସିଯାଏ। ଆଦମଙ୍କ ସ୍ୱଭାବରେ ଏସବୁ ଥାଏ। ରୋଗୀକୁ ଯେତେବେଳେ ସିଧା ସରଳ ପ୍ରଶ୍ନ ପଚରା ଯାଉଛି, ରୋଗୀ ଚାହିଁଥିଲେ, ହଁ ପ୍ରଭୁ ମୁଁ ଏବେ ହିଁ ସୁସ୍ଥ ହେବା ପାଇଁ ଚାହୁଁଛି, ଏ କଥା ସେ କହିଥାନ୍ତି। କିନ୍ତୁ କ'ଣ କହିଲେ? 7 ପଦ ପଢ଼ନ୍ତୁ। ଉତ୍ତର ଦେଲା, ରୋଗୀଟି ତାହାଙ୍କୁ ଉତ୍ତର ଦେଲା, ମହାଶୟ ଜଳ କମ୍ପିବା ସମୟରେ ମୋତେ ପୋଖରୀ ଭିତରକୁ ଘେନି ଯିବା ପାଇଁ ମୋହର କେହି ନାହିଁ। ଆଉ ମୁଁ ଯାଉ ଯାଉ ଅନ୍ୟ ଜଣେ ମୋ ଆଗରୁ ପଶିଯାଏ। ଏସବୁ କହିବାର କ'ଣ ଆବଶ୍ୟକ ଅଛି? ଯୀଶୁ ଖ୍ରୀଷ୍ଟ ତ ପଚାରୁଛନ୍ତି, ତମେ ସୁସ୍ଥ ହେବ କି? ହଁ ପ୍ରଭୁ ମୁଁ ସୁସ୍ଥ ହେବି। ମୁଁ ସୁସ୍ଥ ହେବା ପାଇଁ ତ ଏଇଠି କି ଆସିଛି। 38 ବର୍ଷ ଅପେକ୍ଷାରେ ରହିବାର ଉଦ୍ଦେଶ୍ୟ, ଖଟରେ ପଡ଼ିକି ରହିବାର ଉଦ୍ଦେଶ୍ୟ ଆରୋଗ୍ୟ ପାଇବା ପାଇଁ ମୁଁ ଏଠିକି ଆସିଛି। ସେ ସେଇଟା ନ କହିକି ସେ ବାଗେଇକି କହୁଛନ୍ତି ଯେ ନାଇଁ ମୋତେ କିଏ ପକାଉନାହାନ୍ତି, ମୁଁ ଏମିତି ମୋତେ କିଏ ନେଇକି ସାହାଯ୍ୟ କରିବା ଲୋକ ନାହିଁ। ଆରେ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ ଅନେକ ସମୟରେ ଆମମାନଙ୍କ ଜୀବନରେ ପ୍ରଭୁ ପରିତ୍ରାଣର କାର୍ଯ୍ୟ କରିବା ପାଇଁ ଚାହିଁଲେ ଆମେ ଚାହୁଁନାହୁଁ। ଆମେ ଆଦମଙ୍କର ସ୍ୱଭାବ, ପୁରାତନ ଆଦମ, ସେଇ ଯେଉଁ ଭାଇ ଭଉଣୀମାନେ ପ୍ରଭୁଙ୍କ ଲୋକମାନେ, ସେ ପ୍ରଥମ ଆଦମଙ୍କର ସ୍ୱଭାବ ଆମମାନଙ୍କ ଜୀବନରେ କାର୍ଯ୍ୟ କରିଥାଏ। ସେ ରୋଗୀ ସିଧା ପ୍ରକାଶ କରୁନାହାନ୍ତି, ଆଦମଙ୍କର ସ୍ୱଭାବଟା ସେ ପ୍ରକାଶ କରୁଛନ୍ତି। କ'ଣ ଆଦମଙ୍କର ସ୍ୱଭାବ? ଆଦମଙ୍କ ସ୍ୱଭାବ ମାନେ କ'ଣ? ହ୍ୱାଟ ୱାଜ ଦି ଟେଣ୍ଡେନ୍ସି ଅଫ आदम? जेनेसिस 3:9। आदि 3 का 9 पंक्ति में जब परमेश्वर उद्यान में गया, वो पुकार रहा था, आदम आदम कहाँ हो तुम? मैं मिलने के लिए आया हूँ, मैं तुमको दिखना चाहता हूँ। वो बोला कि प्रभु मैं आ नहीं पाऊंगा क्योंकि घाघरा पहना हूँ, ମୁଁ ଘାଘରା ପିନ୍ଧିଛି, ଆସିପାରିବି ନାହିଁ, ମୁଁ ଟିକେ ଉଲ୍ଲଙ୍ଗ ଅଛି, ମୁଁ ଆସିପାରିବି ନାହିଁ। ତାପରେ ଯୀଶୁଖ୍ରୀଷ୍ଟ ବା ପରମେଶ୍ୱର ଯେତେବେଳେ ଆଦମଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ଆଦମଙ୍କୁ କହିଲେ ଯେ ତମକୁ ଏ ଫଳ ଖାଇବା ପାଇଁ କିଏ କହିଲା? आदम कहले नाई प्रभु हेटी ए आका किए ये जाको आप मत देइचंती प्रभु आप जिसको मेरे को दिया है वो ही दिया मेरे को। हाँ मोर इच्छा रे मु खाइली मत मत इच्छा लगिला से खाइबारु मोर जीवर टिके छेप लाल बाहर तुला मु मते खाइबा पई इच्छा कली से सीधा कहू नाहंती से कहउचंती ये आंकु आपण देले ये मते देबार मु खाइदेली। आदमंकर स्वभाव बागेई की कथा कहवा एठी ए 38 वर्षर रोगी सेई आचरण करूचंती जे जीशु पचारुचंती तुमे कौन सुस्थ हेबा पई इच्छा करूच कि नाय प्रभु मते फिंगिबा लोक केही नाही। आरोग्यकर्ता डाक्टर मानकर डाक्टर सेठारे अछंती रोग सुस्थकारी से स्थान रे उपस्थित भाई बहन प्रभुक लोक माने किंतु ए पर्यंत एई 38 वर्षर रोगाग्रस्त लोकंकर ज्ञान चक्षु आत्मिक चक्षु खोली नाही। ही इज नॉट एबल टू आइडेंटिफाई द क्रिएटर ऑफ हिम। तांकर सृष्टिकर्ता को से जानी पारु नाहंती तांकर आत्मिक चक्षु ए पर्यंत प्रसन्न होई नाही। प्रिय भाई बहन प्रभुक लोक माने आदमंकर स्वभाव से प्रकाश करुचंती। आदि 3:12 पदरे जो स्त्री को आपण मते देइथिले से देबारु मु खाइली बागे की कहूछि बागे की कहबार अभ्यास आमनकर रहिछि
ଅନେକ ସମୟରେ ଆମମାନେ ପ୍ରତାରଣା କଥା କହିବାର ଅଭ୍ୟାସ ରହିଛି। ଏଇ ପୁରାତନ ସ୍ୱଭାବଧାରୀ 38 ବର୍ଷର ରୋଗୀଙ୍କ ପାଖରେ ସେଇ ସ୍ୱଭାବ ଥିଲା। ପ୍ରିୟ ବାପା ମା ଭାଇ ଭଉଣୀମାନେ, ପ୍ରଭୁଙ୍କର ଦାସଦାସୀମାନେ, ଆଦମଙ୍କ ସ୍ୱଭାବ କ'ଣ? ଅହଙ୍କାର, ମିଥ୍ୟା, ପ୍ରତାରଣା, ବାଗେଇକି କହିବା, ଉଲ୍ଟା ପାଲ୍ଟା କଥା କହିବା। ଦ୍ୟାଟ୍ସ ହ୍ୱାଟ୍ ଦିସ୍ ମ୍ୟାନ୍ ଇଜ୍ ସେଇଂ। ସେଇଟା କରୁଛି ଏ ରୋଗୀ। ସେଇ କାର୍ଯ୍ୟ ଯୀଶୁଖ୍ରୀଷ୍ଟଙ୍କୁ ସେଇ କଥା କହୁଛନ୍ତି ଯେ ମୋତେ ସୁସ୍ଥ କରନ୍ତୁ ବୋଲି କହିବା କଥା, କିନ୍ତୁ ସେ ବିଭିନ୍ନ ବାହାନା ସେ ଆଣୁଛନ୍ତି। ପ୍ରିୟ ଭାଇ ଭଉଣୀ, ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସଦାସୀମାନେ ଆମମାନଙ୍କ ଜୀବନରେ ପରମେଶ୍ୱର କିଛି କରିବା ପାଇଁ ଚାହାନ୍ତି। ଆମମାନଙ୍କୁ ନମ୍ର ହେବା ପାଇଁ ସେ ଚାହାନ୍ତି, ଆମମାନଙ୍କୁ ସରଳ ହେବା ପାଇଁ ଚାହାନ୍ତି। ଆମେ ଈଶ୍ୱରଙ୍କ ଠାରେ, ଯୀଶୁଖ୍ରୀଷ୍ଟଙ୍କ ଠାରେ ସମର୍ପିତ ହେବା ପାଇଁ ପରମେଶ୍ୱର ଚାହାନ୍ତି। କିନ୍ତୁ ଅନେକ ସମୟରେ ଆଦମଙ୍କ ସ୍ୱଭାବ କାର୍ଯ୍ୟ କରେ, ଆମେ ହଠାତ୍ ସମର୍ପିତ ହେବା ପାଇଁ ଇଚ୍ଛା କରୁନାହୁଁ। ଏ ଲୋକ ସମର୍ପିତ ହେଉନାହାନ୍ତି। ଭୁଲ ବୁଝିବେ ନାହିଁ, ଭୁଲ ବୁଝିବେ ନାହିଁ, ସେ ସମର୍ପିତ ହେଉନାହାନ୍ତି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କର ଲୋକମାନେ, ପ୍ରଭୁଙ୍କର ଦାସଦାସୀମାନେ, ଆମେ ଆମର ଖ୍ରୀଷ୍ଟିଆନ ଜୀବନରେ ମଧ୍ୟ ଆମମାନଙ୍କ ଜୀବନରେ ପରମେଶ୍ୱର କିଛି କରିବା ପାଇଁ ଚାହିଁଲେ ଆମେ ଆମମାନଙ୍କର ଅହଙ୍କାର ଦେଖାଉ। ବିଭିନ୍ନ ମାଧ୍ୟମ ବଙ୍କେଇ ଟିଙ୍କେଇ କଥାବାର୍ତ୍ତା କରିବା ପାଇଁ ଆମେ ଚାହୁଁ। ସେଥିପାଇଁ ପରମେଶ୍ୱରଙ୍କର ଅନୁଗ୍ରହ ବେଳେବେଳେ ଆସୁନାହିଁ। ଆମମାନେ ପରମେଶ୍ୱରଙ୍କର ଅନୁଗ୍ରହରୁ ଅନେକ ସମୟରେ ବଞ୍ଚିତ ହେଉ, ବିକଜ we show the tendency of Adam, first Adam, ଦ୍ୱିତୀୟ ଆଦମ ଖ୍ରୀଷ୍ଟ। କିନ୍ତୁ ପ୍ରଥମ ଆଦମ ହେଉଛନ୍ତି ହବାଙ୍କର ସ୍ୱାମୀ ଆଦମ। ଆପଣମାନଙ୍କର ମୋର ବୁଢ଼ା ବାପା ହେଉଛନ୍ତି ଆଦମ। ତାଙ୍କଠାରୁ ଜୀବନ ଆରମ୍ଭ ହେଇଥିଲା। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କ ଜୀବନରେ ମଧ୍ୟ କାର୍ଯ୍ୟ କରିବା ପାଇଁ ଚାହାନ୍ତି ଯଦି ଆମେ ସରଳ ହୃଦୟରେ, ହଁ ପ୍ରଭୁ, ଯଦି ଯିଶାୟ କହିଥାନ୍ତେ, ଯିଶାୟ ଭବିଷ୍ୟତ ବକ୍ତାଙ୍କ ନିକଟରେ ପରମେଶ୍ୱରଙ୍କର ବାକ୍ୟ ଉପସ୍ଥିତ ହେଲା ଏବଂ ତାଙ୍କୁ କୁହାଗଲା ଯେ ଆମ ପାଇଁ କିଏ ଯିବ, ସାଙ୍ଗେ ସାଙ୍ଗେ ଯିଶାୟ ହାତ ଉଠାଇ, ପ୍ରଭୁ ମୁଁ ଅଛି, ମୋତେ ପଠାଅ। ପରମେଶ୍ୱର ଚାହୁଁଛନ୍ତି ଲୋକମାନଙ୍କର ଆଭେଲେବିଲିଟି, ଲୋକମାନଙ୍କର ସେଇ ଲୋକମାନଙ୍କର ଉପସ୍ଥିତକୁ ସେମାନେ ଚାହୁଁଛନ୍ତି। ପ୍ରଭୁ ମୁଁ ଅଛି, ପ୍ରଭୁ ମୋତେ ଦରକାର, ମୁଁ ସୁସ୍ଥ ହେବା ପାଇଁ ଚାହୁଁଛି, ତୁମର ଅନୁଗ୍ରହ ମୋତେ ଦରକାର, ତୁମର ଅନୁଗ୍ରହ ମୋତେ ଦିଅ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ସେ ଆଦମଙ୍କର ସ୍ୱଭାବ ଦେଖାଉଛନ୍ତି ବାଙ୍କେଇକି, ସେ ଇମୋସନାଲ ଉଦ୍ବିଗ୍ନର ସହିତ ଭାବପ୍ରବଣତା ଯେତେବେଳେ ବେଶୀ ହେଲେ ଯୀଶୁଖ୍ରୀଷ୍ଟ ଆଉ କିଛି ପଚାରିଲେ ନାହିଁ। 8 ପଦ ପଢ଼ି ଦିଅନ୍ତୁ। ଯୀଶୁଖ୍ରୀଷ୍ଟ ଆଉ ବେଶୀ ପଚାରିଲେ କାଳେ କାନ୍ଦି ପକେଇବ ସେ, ଆଉ କାଳେ କ'ଣ କ'ଣ କହିବ, ସେଇଥିପାଇଁ ସିଧା ଯୀଶୁଖ୍ରୀଷ୍ଟ ଆଉ ତାଙ୍କୁ ପ୍ରଶ୍ନ ନ କରି କ'ଣ କଲେ? 8 ପଦ କେ ଜଣେ ପଢ଼ନ୍ତୁ। ଯୀଶୁ ତାଙ୍କୁ କହିଲେ, ଯୀଶୁ ତାହାଙ୍କୁ କହିଲେ, ଉଠ, ଉଠ, ତୁମ୍ଭର ଖଟିଆ ଘେନି ଚାଲ। ତୁମର ଖଟିଆ ଘେନିକି ଚାଲ। ସେହି କ୍ଷଣି ସେ ଲୋକଟି ସୁସ୍ଥ ହେଲା ଓ ଆପଣାର ଖଟିଆ ଘେନି ଚାଲିବାକୁ ଲାଗିଲା। ସେହି ଦିନ ବିଶ୍ରାମବାର ଥିଲା। ହାଲେଲୁୟା। ସମସ୍ତେ କହିବା ହାଲେଲୁୟା। ଲୋକଙ୍କର ମନୋଭାବ ଜାଣିଲେ ଯେ ଏ ସିଧା ସରଳ ଆତ୍ମାରେ ପ୍ରଭୁ ମୁଁ ସୁସ୍ଥ ହେବି ସେଇଟା କହୁନାହାନ୍ତି। ଅନେକ ସମୟରେ ଆମ ଚର୍ଚ୍ଚରେ ମାସରେ ଥରେ ଆରୋଗ୍ୟ ପ୍ରାର୍ଥନା ହୁଏ। ଆମେ ପ୍ରାର୍ଥନା ପାଇଁ ଡାକୁ। ପ୍ରାର୍ଥନା ପାଇଁ ଡାକିଲେ ଲୋକମାନେ ଯିବି ନା ନାହିଁ, ଯିବି ନା ନାହିଁ ରୁହନ୍ତି, ଯିବି କି ନାହିଁ, ଯିବି କି ନାହିଁ, ନାଇଁ ଗଲେ ଆକୁ ଗୋଟେ କ'ଣ ରୋଗ ହେଇଛି ବୋଲି ଜଣା ପଡ଼ିଯିବ। ସାମ୍ନାକୁ ଆଇଲେ ଆକୁ କ'ଣ ଗୋଟେ ହେଇଛି ଲୋକ ଜାଣିଦେବେ। ଯୁବକ ଯୁବତୀ ମାନେ ବିବାହ କନ୍ୟା ବର ମିଳିବେ ନାହିଁ, ତେଣୁ ଆସନ୍ତି ନାହିଁ, ସେମାନେ ସେମିତି ରୋଗରେ ହିଁ ରୁହନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ସୁସ୍ଥ କରନ୍ତି ଯେତେବେଳେ ଆପଣ ନମ୍ର ହେବେ ଏବଂ ବେଦୀକୁ ଆସିବେ। ଗଡ୍ ୱିଲ୍ ଡେଫିନେଟଲି ହିଲ୍ ୟୁ, ବଟ୍ ୟୋର ସବମିସିଭ୍ ସ୍ପିରିଟ୍ ଇଜ୍ ରିକ୍ୱାର୍ଡ। ଆପଣଙ୍କର ସମର୍ପିତ ହୃଦୟ, ସରଳ ଆତ୍ମା, ଆପଣ ଈଶ୍ୱରଙ୍କ ଠାରେ ଯଦି ଅନୁଗ୍ରହ ପାଇବା ଚାହୁଁଛନ୍ତି, ନମ୍ର ହୁଅନ୍ତୁ। ଯାକୁବ 4:6 ପଦରେ ନମ୍ର ଲୋକମାନଙ୍କୁ ସେ ଅଧିକ ଅନୁଗ୍ରହ ଦିଅନ୍ତି। ହାଲେଲୁୟା, ହାଲେଲୁୟା। ପ୍ରିୟ ବାପା ମା ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ଯୀଶୁଖ୍ରୀଷ୍ଟ ସେ ସିଧା ସେଠାରେ କ'ଣ କଲେ? ତାଙ୍କୁ ଆରୋଗ୍ୟ କଲେ। ଉଠ, ଖଟିଆ ଘେନିକି ଚାଲ। ଆଉ ବେଶୀ କଥାବାର୍ତ୍ତା ଏଠି କର ନାହିଁ। ଆଉ ବେଶୀ
ଆଙ୍କେଇ ବାଙ୍କେଇ କଥାବାର୍ତ୍ତା କର ନାହିଁ, ମୁଁ ତୁମକୁ ସୁସ୍ଥ କରିବି। କାରଣ ମୁଁ ତୁମର ପରିସ୍ଥିତି ଜାଣିଛି। ତୁମେ 38 ବର୍ଷ ପର୍ଯ୍ୟନ୍ତ ଏଠି ପୀଡ଼ିତ ହେଇକି ଖାଇବା ପିଇବା ନଥାଇ ତୁମେ ରୋଗାଗ୍ରସ୍ତ ହେଇକି ରହିଛ। ମୁଁ ତୁମ ପାଇଁ ଆସିଛି, ତୁମକୁ ମୁଁ ସୁସ୍ଥ କରିବି। ସେଇ ପୁଷ୍କରଣୀ ହେଉଛି ମୁଁ, ଯୀଶୁଖ୍ରୀଷ୍ଟ ହେଉଛନ୍ତି ସେ ପୁଷ୍କରଣୀ। ସେଇ ଯେଉଁ ବେଥସେଦା ନିକଟରେ, ଜେରୁସାଲାମ ଦ୍ୱାର ନିକଟରେ ଯେଉଁ ପୁଷ୍କରଣୀ ଥିଲା, ସେଇ ପୁଷ୍କରଣୀ ଖ୍ରୀଷ୍ଟ ରୂପକ ପୁଷ୍କରଣୀରେ ଜଣେ ଲୋକ ପ୍ରବେଶ କଲେ ସେ ପରିତ୍ରାଣ ପାଇବ। ହାଲେଲୁୟା, ହାଲେଲୁୟା। ନୋହ 40 ଦିନ ପର୍ଯ୍ୟନ୍ତ ଆହ୍ୱାନ ଦେଉଛନ୍ତି, ବର୍ଷା ହବ, ବର୍ଷା ହବ, ବର୍ଷା ହବ, ବର୍ଷା ହବ। ଲୋକମାନେ ଆସିକି ଯେତେବେଳେ ସେ ଜାହାଜ ନିର୍ମାଣ କରୁଛନ୍ତି, ନୋହ 120 ବର୍ଷ ପର୍ଯ୍ୟନ୍ତ ଗୋଟିଏ ଜାହାଜ ନିର୍ମାଣ କରିଥିଲେ। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଏ 120 ବର୍ଷ ଏଇଥିପାଇଁ ଲାଗିଥିଲା ଯେ ଯେଉଁ ପରମେଶ୍ୱର ଗୋଟିଏ କଥା ମାତ୍ରକେ ଆକାଶ ମଣ୍ଡଳ ସୃଷ୍ଟି କରିବା ଲୋକ, ତାଙ୍କୁ 120 ବର୍ଷ ଜାହାଜ ନିର୍ମାଣ କରିବା ପାଇଁ ଦେଉଛନ୍ତି। କାହିଁକି? କାରଣ ଗୋଟିଏ ସୁଦ୍ଧା ଆତ୍ମା ଯେପରିକି ବିନଷ୍ଟ ନ ହୁଅନ୍ତି, ସମୟ ସୁଯୋଗ ଲୋକମାନଙ୍କୁ ଦିଆଗଲା। ଏପଟ ହାତୁଡ଼ିରେ ମାରୁଛନ୍ତି ଭାଇ ଭଉଣୀମାନେ, ସେ ଜାହାଜ ନିର୍ମାଣ କରୁଛନ୍ତି। ସେପଟ କହୁଛନ୍ତି ଯେ ପରମେଶ୍ୱର ମୋତେ ଦର୍ଶନ ଦେଇଛନ୍ତି, 40 ଦିବାରାତ୍ର ମୂଷଳଧାରାରେ ବର୍ଷା ହେବ, ତେଣୁ ବର୍ଷା ହେବା ପୂର୍ବରୁ ଜାହାଜରେ ପ୍ରବେଶ କର। ଲୋକ ପ୍ରବେଶ କରିବେ କୋଉଠି? ସେମାନେ ଏ ଟାଙ୍ଗରା ମୁଣ୍ଡା ବୋଲିକି ତାଙ୍କୁ ବଚସା କରୁଥିଲେ। ଲୋକମାନେ ପରିହାସ କରୁଛନ୍ତି। ଆଜି ମଧ୍ୟ ଆପଣ ଯଦି ଯିବେ ପ୍ରଚାର କରିବେ, ଲୋକମାନେ ଆପଣଙ୍କୁ ପରିହାସ କରିବେ ଯେ ଯୀଶୁଖ୍ରୀଷ୍ଟ ରୂପକ ଜାହାଜ ବର୍ତ୍ତମାନ ଖୋଲା ଅଛି, ଆସ ଅନନ୍ତ ଜୀବନରେ ପ୍ରବେଶ କର, ଯୀଶୁଖ୍ରୀଷ୍ଟଙ୍କୁ ଅଙ୍ଗୀକାର କର। ଲୋକମାନେ ହସି ଦେବେ ଆପଣଙ୍କୁ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସଦାସୀ ମାନେ, ଏ ଭଉଣୀମାନେ ଯେଉଁ ଗୀତ ଗାଇଲେ ଆଗମନ ଉପରେ, ଯୀଶୁଖ୍ରୀଷ୍ଟ ଶୀଘ୍ର ଆସିବେ, ଏଇଟା ମନେ ରଖନ୍ତୁ। ଜିଜସ୍ ଇଜ୍ କମିଂ ସୁନ୍। ପ୍ରଭୁ ଯୀଶୁଖ୍ରୀଷ୍ଟ ଶୀଘ୍ର ଆସୁଅଛନ୍ତି। ନୂତନ ନିୟମରେ 333 ଥର ଉଲ୍ଲେଖ କରାଯାଇଛି ଦ୍ୟାଟ୍ ଖ୍ରାଇଷ୍ଟ ଇଜ୍ ଗୋଇଂ ଟୁ କମ୍। 333 ନୁହଁ, 318 ଥର ଉଲ୍ଲେଖ କରାଯାଇଛି ଯେ ଯୀଶୁଖ୍ରୀଷ୍ଟ ଶୀଘ୍ର ଆସୁଛନ୍ତି। ଆମ୍ଭେ ଶୀଘ୍ର ଆସୁଅଛୁ। ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଦ୍ୱାର ଖୋଲା ଅଛି ବର୍ତ୍ତମାନ। ଯୀଶୁ ରୂପକ ଜାହାଜ ଖୋଲା ଅଛି, ପୁଷ୍କରଣୀ ଖୋଲା ଅଛି। ଯୀଶୁଖ୍ରୀଷ୍ଟ ସେ ଆପଣମାନଙ୍କ ପାଇଁ, ମୋ ପାଇଁ ସେ ଖୋଲା ରଖିଛନ୍ତି। ଯଦି ମୁଁ ଯିବି, ମୁଁ ରକ୍ଷା ପାଇବି। ଯେତେ ଲୋକ ନୋହଙ୍କର ପ୍ରଚାରକୁ ବିଶ୍ୱାସ କଲେ, ଜାହାଜରେ ପ୍ରବେଶ କଲେ, ସମସ୍ତେ ରକ୍ଷା ପାଇଲେ। ଯେଉଁମାନେ ପରିହାସ କଲେ, ସେମାନେ ବିନଷ୍ଟ ହେଲେ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସଦାସୀ ମାନେ, ଆମେ ଦେଖୁଛୁ ଯେ ଯୀଶୁଖ୍ରୀଷ୍ଟ ସିଧା କହିଲେ ଯେ ତୁମେ ଆଉ ବେଶୀ ମୋ ସହିତ କଥାବାର୍ତ୍ତା ନ କରି ତୁମେ ବିଭିନ୍ନ ଇମୋସନାଲି କଥାବାର୍ତ୍ତା କରୁଛ, ତୁମେ ଭାବପ୍ରବଣ କଥାବାର୍ତ୍ତା କରୁଛ, ତେଣୁ ତୁମେ ଖଟିଆ ଘେନିକି ଚାଲ। ସେଇ କ୍ଷଣି ସେଇ ରୋଗଗ୍ରସ୍ତ ଲୋକ ସୁସ୍ଥ ହେଲା। ସେଇ କ୍ଷଣି ସେ ସୁସ୍ଥ ହେଲା। ଭାଇ ଭଉଣୀ ମାନେ, ହାଲେଲୁୟା, ହାଲେଲୁୟା। ତାପରେ କୋଉ ଦିନ ସୁସ୍ଥ ହେଲା ବୋଲି ଲେଖାଯାଇଛି? ବିଶ୍ରାମ ବାର। ବିଶ୍ରାମ ବାରର ପ୍ରଭୁ ତାଙ୍କୁ କହୁଛନ୍ତି, ତୁମେ ସୁସ୍ଥ ହେଲ, ତେଣୁ ଆଉ ବେଶୀ ଯୁକ୍ତିତର୍କ ନାହିଁ, ତୁମେ ଖଟିଆ ଘେନିକି ଚାଲ। ଲୋକଟା ଉଠିଲା, ଖଟିଆ ଘେନି ହେଲା। ହି କ୍ୟାରିଡ୍ ହିଜ୍ ଓନ୍ ବେଡ୍। ବିଶ୍ରାମ ବାର ଦିନ ଆପଣ ଖଟିଆ ବୋଇକି ଯାଇପାରିବେ, ଦାଣ୍ଡକୁ ବାହାରି ପାରିବେ ନାହିଁ। ଜିହୁଦୀମାନଙ୍କର ସଂସ୍କୃତି, ଜିହୁଦୀମାନଙ୍କର ସଂସ୍କାର, ଜିହୁଦୀ ଲୋକମାନଙ୍କ ଯେଉଁ ପରମ୍ପରା ଥିଲା, ବିଶ୍ରାମ ବାର ଆପଣ ଗାଈକୁ ଆହାର ମଧ୍ୟ ଦେଇପାରିବେ ନାହିଁ। ସେମାନଙ୍କର ଗୋଟେ କଢ଼ା ନିୟମ କାନୁନ ଥିଲା। ଯୀଶୁଖ୍ରୀଷ୍ଟ ସେ କ'ଣ କରୁଛନ୍ତି? ବିଶ୍ରାମ ବାର ହିଁ ତାଙ୍କୁ ସୁସ୍ଥ କଲେ ଏବଂ ସେ କହୁଛନ୍ତି ଖଟିଆ ଘେନି ବୋଇକି ଚାଲ। ତେବେ ଲୋକ ସୁସ୍ଥ ହେଲା, ସେ ଖଟିଆ ଘେନିକି ଚାଲିଲା। ସେ ଖଟିଆ ଘେନି ଗଲା ବେଳକୁ ଜିହୁଦୀ ଲୋକମାନେ ଦେଖିଲେ, ଆରେ ଆଜି ତ ବିଶ୍ରାମ ବାର, ଏ ଖଟିଆ ଘେନିକି ଯାଉଛି କେମିତି, କୁଆଡ଼େ ଯାଉଛି ଏ?
ଲୋକ କୌଣସି ଭାର ବହନ କରିପାରିବେ ନାହିଁ ବିଶ୍ରାମ ବାର ଦିନ। ତେବେ ଭାର ବହିକି ଏ କୁଆଡ଼େ ଯାଉଛି? ଲୋକମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, ଲୋକମାନେ ଚମତ୍କୃତ ହେଲେ ଯେ ଆମେ କେବେ ମଧ୍ୟ ଏମିତି ନିୟମ ଭାଙ୍ଗୁନାହୁଁ। ଏ ଲୋକ ଭାଙ୍ଗୁଛି କେମିତି? କିଏ କହିଲା ଆକୁ ଭାଙ୍ଗିବା ପାଇଁ? ସବୁ ଖୋଳତାଳ କଲା ବେଳକୁ ଯୀଶୁଖ୍ରୀଷ୍ଟଙ୍କ ନାଁଟା ଆସିଲା। ସବୁ ଖୋଳତାଳ କଲା ବେଳକୁ କିଏ ଆସିଲେ ସେଠିକି? ଯୀଶୁକି କିଏ ସୁସ୍ଥ କଲା? ଯୀଶୁଖ୍ରୀଷ୍ଟ ସୁସ୍ଥ। କିଏ ସୁସ୍ଥ କଲା? ନାଜରିତୀୟ ଖ୍ରୀଷ୍ଟ ଆଙ୍କୁ ଖଟିଆ ଘେନି ଚାଲିବା ପାଇଁ କହିବାରୁ ସେ ଖଟିଆ ନେଇକି ଯାଉଛନ୍ତି। ଲୋକମାନେ ଦନ୍ତ କିଡ଼ିମିଡ଼ି ହେଲେ। ଜିହୁଦୀ ଲୋକମାନେ କ୍ରୋଧରେ ଜର୍ଜରିତ ହେଉଛନ୍ତି ଯେ ବିଶ୍ରାମ ବାର ଦିନ ଏ ଲୋକଟା ସୁସ୍ଥ କରୁଛି। ଲୋକ ଆମମାନଙ୍କର ହଜାର ହଜାର ବର୍ଷର ନିୟମ କାନୁନ, ହଜାର ବର୍ଷର ଆମମାନଙ୍କର ଯେଉଁ ବିଭିନ୍ନ ପ୍ରକାର ନୀତି ନିୟମ ରହିଛି ଏ ଲୋକଟା ଭାଙ୍ଗୁଛି। କିଏ ଭାଙ୍ଗୁଛି? ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଯୀଶୁଖ୍ରୀଷ୍ଟଙ୍କୁ ସେଇଥିପାଇଁ ଲୋକମାନେ କ୍ରୋଧାନ୍ୱିତ ହେଲେ। ଯୀଶୁଖ୍ରୀଷ୍ଟଙ୍କୁ ବଧ କରିବା ପାଇଁ ଜିହୁଦୀ ଯାଜକମାନେ, ଜିହୁଦୀ ଲୋକମାନେ ସେମାନେ ଠୁଳ ହେଲେ ଯେ ଏ ଲୋକକୁ ନ ହଟେଇଲେ ଆମର ପରମ୍ପରାକୁ କ'ଣ କରିବ? ଏ ନଷ୍ଟ କରିଦେବ। କାରଣ ଏ ବିଶ୍ରାମ ବାରକୁ ଏ ମାନୁ ନାହିଁ। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସଦାସୀ ମାନେ ଯୀଶୁଖ୍ରୀଷ୍ଟ ଏଇଠି ଆମମାନଙ୍କୁ ଏଇଟା ଶିକ୍ଷା ଦେବା ପାଇଁ ଚାହୁଁଛନ୍ତି। ଯୀଶୁଙ୍କୁ ପାଇଲା ପରେ, ଆରୋଗ୍ୟ ପାଇଲା ପରେ ଆଉ ପରମ୍ପରାରେ ଦୟାକରି ରୁହନ୍ତୁ ନାହିଁ। ଆଉ ପରମ୍ପରା ନିୟମ କାନୁନ ନାହିଁ। ଆଜି 6 ଦିନ, ଆଜି 9 ଦିନ ମୋତେ କଳା ସୂତା ପିନ୍ଧିବାର ଅଛି, ଢାଉରା ପିନ୍ଧିବାର ଅଛି, ଆଜି ମୁଁ ଯାଇପାରିବି ନାହିଁ, ମୋତେ ଋତୁ ହେଇଗଲା, ମୁଁ ରାନ୍ଧି ପାରିବି ନାହିଁ। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସଦାସୀ ମାନେ, ଯେ ଖ୍ରୀଷ୍ଟଙ୍କ ଠାରେ ଅଛି ସେ ନୂତନ ସୃଷ୍ଟି ହୋଇଅଛି। ଆଉ ସେ 12 ତିଥି ଋତୁ ନାହିଁ। 12 ଜାତି 12 ଗଲା, ଖ୍ରୀଷ୍ଟିଆନ ହେଲେ ସବୁ ଗଲା। ଇଟ୍ ଇଜ୍ ଅଲରେଡି ଗନ୍। वी आर न्यू क्रिएचर इन ख्राइस्ट। ଖ୍ରୀଷ୍ଟଙ୍କ ଠାରେ ନୂତନ ସୃଷ୍ଟି ହେଇଛୁ। ଯେହେଜିକଲ 36:26 ପଦ ଅନୁସାରେ ଆମମାନଙ୍କୁ ନୂତନ ହୃଦୟ, ନୂତନ ଆତ୍ମା ଦିଆଯାଇଛି। କହିବା କି ସମସ୍ତେ ହାଲେଲୁୟା, ହାଲେଲୁୟା। ପ୍ରିୟ ଭାଇ ଭଉଣୀ, ପରମ୍ପରା ଭାଙ୍ଗିବାକୁ ପଡ଼ିବ। ମନେ ରଖନ୍ତୁ, ପରମ୍ପରା ଭାଙ୍ଗିବାକୁ ପଡ଼ିବ। ରାୟଗଡ଼ାର ଜଣେ ବଡ଼ ଲୋକ, ଗୋଟେ ବାପ୍ଟିଷ୍ଟ ଚର୍ଚ୍ଚର ପ୍ରେସିଡେଣ୍ଟ ମୋତେ ପ୍ରାର୍ଥନାକୁ ଡାକିଲେ। ଦିନେ ମୁଁ ପ୍ରାର୍ଥନା କରିବା ପାଇଁ ଗଲି। ଭାଇ ଭଉଣୀମାନେ, ପ୍ରାର୍ଥନା କରିବା ପାଇଁ ଗଲି। ବଡ଼ ଲୋକ, ସେ ରିଟାୟାର୍ଡ ହେଡ଼ମାଷ୍ଟର। ସେ ଆଉ ବେଶୀ କହିଲେ ଆପଣମାନେ ଜାଣି ପକାଇବେ, ତେଣୁ ମୁଁ ଆଉ ବେଶୀ କହିବି ନାହିଁ। ତେବେ ସେ ରିଟାୟାର୍ଡ ହେଡ଼ମାଷ୍ଟର, ତାଙ୍କ ଗୋଡ଼ ଯାକ ଫୁଲି ଯାଇଛି। ତେବେ ପ୍ରାର୍ଥନା କରି କେତେ ଇଞ୍ଜେକ୍ସନ ଔଷଧ କରୁଛନ୍ତି, ପଇସା ଅଛି ଡାବୁବାଲା, ତ ସେ ଚେଷ୍ଟା କରୁଛନ୍ତି, ହେଇପାରୁନାହିଁ। ମୋତେ ପ୍ରାର୍ଥନାକୁ ଡାକିଲେ, ମୁଁ ଗଲି। ମୋତେ ଚା ଦେଲେ, ବିସ୍କୁଟ ଖାଇଲି, କଥାବାର୍ତ୍ତା ହଉ ହଉ ଗୋଟେ ବିଷୟ ଦେଖିଲି ଯେ କଳା ଦୌଡ଼ି, ଗୋଟେ ଏଡ଼େଟା ଦାନ୍ତ, ଆଉ କ'ଣ କ'ଣ ବାନ୍ଧିକି ସେ ପାଦରେ ପିନ୍ଧିଛନ୍ତି। କଳା ଦୌଡ଼ି ଏଠି ପିନ୍ଧିକି ସେ ଅଛନ୍ତି। ଏଇଠି ରାୟଗଡ଼ାର କଥା ମୁଁ କହୁଛି। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ପବିତ୍ର ଆତ୍ମା ମୋତେ ଦୃଢ଼ ଭାବରେ ବିରୋଧ କଲେ ଯେ ପ୍ରାର୍ଥନା କର ନାହିଁ ବୋଲି କହିଲେ ମୋତେ। ମୁଁ ପ୍ରାର୍ଥନା କରିବି ନାହିଁ। ତମେ ତୁମର ବିଶ୍ୱାସ ହିଁ ତୁମକୁ ସୁସ୍ଥ କରିବ, ମୁଁ ସୁସ୍ଥ କରୁନାହିଁ। ଯୀଶୁଖ୍ରୀଷ୍ଟଙ୍କର ଶକ୍ତି ଆପଣଙ୍କୁ ସୁସ୍ଥ କରିବ, କିନ୍ତୁ ଆପଣ ଆପଣଙ୍କର ପାଦର କଳା ଦୌଡ଼ି ବାହାର କରନ୍ତୁ, ସେ କଳା ସୂତା ଆହୁରି ବାଳ ସବୁ ବାହାର କରନ୍ତୁ, ଭାଲିଆ ମଞ୍ଜି ବାହାର କରନ୍ତୁ, ତାପରେ ଆପଣ ସୁସ୍ଥ ହେବେ। ହାଲେଲୁୟା, ହାଲେଲୁୟା। ଆଇ ଟୋଲ୍ଡ ଦ୍ୟାଟ୍ ପର୍ସନ୍, ସେ ମହାନ ବ୍ୟକ୍ତିକୁ କିଏ ଉଚ୍ଚସ୍ୱରେ କହିପାରିବେ ନାହିଁ। ମୁଁ ତାଙ୍କୁ କହିଲି, ହାତ ଯୋଡ଼ି କହିଲି, ଆଜ୍ଞା କିଛି ଯଦି ଭୁଲ ବୁଝିବେ ନାହିଁ, ଏଇ କଳା ଦୌଡ଼ି ଏ ଦାନ୍ତ ଯେଉଁ ବାନ୍ଧିଛନ୍ତି ଆପଣ କାଢ଼ି ଦିଅନ୍ତୁ ବୋଲି କହିଲି। ମୁଁ ବାହାର କରିଦିଅନ୍ତୁ, ମୁଁ ପ୍ରାର୍ଥନା କରିବି। ଆଏ ପ୍ରଦୀପ, ଏଇଟା ପରା ପିନ୍ଧିଛି, ଗୋଡ଼ ଫୁଲି ଯାଉଛି ତ ପିନ୍ଧିଛି, ନାଇଁ କାଢ଼ିଲେ ମୁଁ ପ୍ରାର୍ଥନା କରିବି ବୋଲି କହିଲେ। ତାଙ୍କ ସ୍ତ୍ରୀ, ଝିଅମାନେ, ହାଇଲି କ୍ୱାଲିଫାଇଡ୍ ଲୋକମାନେ ଆସି ଦେଖୁଛନ୍ତି। ଆପଣ ବାହାର କରନ୍ତୁ, ମୁଁ ପ୍ରାର୍ଥନା କରିବି। ମୁଁ ପ୍ରାର୍ଥନା କଲି, ସେ ଆଜି ପର୍ଯ୍ୟନ୍ତ ସୁସ୍ଥ ହେଇକି ଅଛନ୍ତି। ହାଲେଲୁୟା, ହାଲେଲୁୟା। ଚାହିଁଲେ ସେ ମୋତେ ଘରୁ ବିଦା କରିଥାନ୍ତେ, ତୁମେ ଗେଟ୍ ଆଉଟ୍ ହୁଅ ଏଇଠୁ, ମୋର ପାଦର ତୁମେ ବାଳ ବାହାର କରିବ, ଏଇଟା ମୋର ପରମ୍ପରା ପରା, ମୋର ଗୋଡ଼ ଫୁଲିଲେ ମୁଁ ବାନ୍ଧିବି, ଏଇଟା ଆମର ମା' ମାନେ, ଆମର ଆଈ ମାନେ, ବୁଢ଼ା ବାପା ମାନେ ଆମକୁ ଶିଖେଇଛନ୍ତି। ମୁଁ କହିଲି, ଭାଇ ଖ୍ରୀଷ୍ଟିଆନ ପରମ୍ପରାରେ ସେଇଟା
ନାହିଁ। ଓନ୍ଲି ଟ୍ରଷ୍ଟ ଖ୍ରାଇଷ୍ଟ ବୋଲି କହେ, ଖ୍ରୀଷ୍ଟଙ୍କୁ ବିଶ୍ୱାସ କର ମୁଁ ପ୍ରାର୍ଥନା କରିବି। ତାପରେ ମୁଁ ଯାଇଥିଲି ଗୋଟେ ଗଜପତିରେ ଗୋଟେ ସଭାରେ ମୁଁ ଥିଲି, ପିଲାମାନଙ୍କୁ ଆଣିଲେ ପ୍ରାର୍ଥନା କରିବା ପାଇଁ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ। ତେବେ ପିଲାମାନଙ୍କୁ ଏଠି ଗୋଟେ କଳା ହେଇକି, ଏଠି ଗୋଟେ କଳା, ଏଠି ଗୋଟେ କଳା, ଏଠି ଗୋଟେ କଳା, ଏଠି ପୁରା ଢାଉଁରା ହେଇକି ମୁଁ ପ୍ରାର୍ଥନା କରିବି ନାହିଁ ବୋଲି କହିଲି। ସେଠି ଏସବୁ କାଢ଼, ଆସ ମୁଁ ପ୍ରାର୍ଥନା କରିବି। କାରଣ ପରମେଶ୍ୱରର ବାକ୍ୟ କହେ, ପରମେଶ୍ୱରର ବାକ୍ୟ କହେ ଭାଇ ଭଉଣୀ ମାନେ, ପରମ ଗୀତ 2ର ଯଦି ଆପଣମାନେ 15 ପଦ ଦେଖିବେ ଯେ ଦାକ୍ଷା କ୍ଷେତ୍ର ନାଶକ କ୍ଷୁଦ୍ର କ୍ଷୁଦ୍ର ଶୃଗାଳ ମାନଙ୍କୁ ଧର, ନହେଲେ ଦାକ୍ଷା କ୍ଷେତ୍ରକୁ କ'ଣ କରିବ? ସେ ନଷ୍ଟ ଭ୍ରଷ୍ଟ କରିଦେବ। ଆମମାନଙ୍କ ହୃଦୟ ହେଉଛି ପବିତ୍ର ଆତ୍ମାଙ୍କର କ୍ଷେତ, ଆମମାନଙ୍କ ଶରୀର ଖ୍ରୀଷ୍ଟଙ୍କର ମନ୍ଦିର, ଆମମାନଙ୍କ ଶରୀର ପବିତ୍ର ଆତ୍ମାଙ୍କର ମନ୍ଦିର ବୋଲି କରନ୍ତୀୟ ପୁସ୍ତକର 3:6 ଅଧ୍ୟାୟରେ କୁହାଯାଇଛି। ଯଦି ଛୋଟ ଛୋଟ ଶୃଗାଳ, ଶୃଗାଳ କହିଲେ କ'ଣ କୁହନ୍ତୁ? ଆମେ ଶୃଗାଳ ମାନେ କ'ଣ? ବଡ଼ ହାଇ କ୍ୱାଲିଫାଇଡ୍ ଲୋକମାନେ ନୁହଁ ଆମେ। ତେଣୁ ଆଇ ୱାଣ୍ଟ ଟୁ ଆସ୍କ ୟୁ, ହ୍ୱାଟ୍ ଇଜ୍ ଶୃଗାଳ ମାନେ କ'ଣ? লিটল ফক্সেস, হোয়াট ইজ দ্য মিনিং? ছোট ছোট ବିଲୁଆ ମାନଙ୍କୁ ଧର। ମୁଁ ଆଉ ଗୋଟେ ଶବ୍ଦ କହିବି, ବିଲୁଆ, କାରଣ ସେମାନେ ପ୍ରବେଶ କଲେ ଦ୍ରାକ୍ଷା କ୍ଷେତ୍ରକୁ ଛିନ୍ନ ଭିନ୍ନ କରି ପକାଇବେ। ଆମମାନଙ୍କ ହୃଦୟ ହେଉଛି ପରମେଶ୍ୱରଙ୍କର ଦ୍ରାକ୍ଷା କ୍ଷେତ୍ର। ପରମେଶ୍ୱର ଏଇ ଦ୍ରାକ୍ଷା କ୍ଷେତ୍ରରୁ ଫଳ ଭୋଜନ କରିବା ପାଇଁ ଚାହୁଁଛନ୍ତି। ଯଦି ଶୃଗାଳ ପଶିଗଲେ ଗଛର ମୂଳ କାଟି ପକାଇବେ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ତେଣୁକରି ଏ ବାଳ, ଆପଣ ରାଗନ୍ତୁ ମୋତେ, ଆଇ ଡୋଣ୍ଟ ମାଇଣ୍ଡ। ମୁଁ ସିଧା କହିବି, ବାଳ ଫାଳ ଢାଉଁରା ହେଲେ ମୁଁ ବିଶ୍ୱାସ କରିବି ନାହିଁ। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ବିବାହ ନିମନ୍ତ୍ରଣ ଗୋଟେ ଦିନ ଗୋଟେ ବଡ଼ ଖ୍ରୀଷ୍ଟିଆନ ଫ୍ୟାମିଲି, ପାଳକୀୟ ଫ୍ୟାମିଲି ଆଣିଲେ। ବିବାହ ନିମନ୍ତ୍ରଣ ପତ୍ରରେ ହଳଦୀ ଟୀକା ଦେଇଛନ୍ତି, ଏପଟ ସେପଟ ହଳଦୀ ଟୀକା। ମୁଁ ଦେଖିଲି, ପଢ଼ିଲି ନାହିଁ, ମୁଁ ସିଧା ରଖିଦେଲି। କେଉଁ ପରମ୍ପରା ଆପଣ ବିଶ୍ୱାସ କରୁଛନ୍ତି? କେଉଁ ପରମ୍ପରା ଆପଣ ବିଶ୍ୱାସ କରୁଛନ୍ତି? ହଳଦୀ ଗାଧେଇବା ପାଇଁ ମୁଁ ପାଷ୍ଟର ଜୀବିତ ଆଜ୍ଞାକୁ ମନା କରିଦେଇଥିଲି, ଡୋଣ୍ଟ ଡୁ ଦ୍ୟାଟ୍। ଆମ ଲୋକମାନେ ଟିକେ ଦୁଃଖ କରୁଥିଲେ, ମୁଁ ମନା କରିଦେଲି, ନାଇଁ ସେଟା ପରମ୍ପରା, ନହେଲେ ପଇତା ବାନ୍ଧିକି ଗାଧାଉ। ନହେଲେ ସେ ପରମ୍ପରା ଦ୍ୱାରା ପରମେଶ୍ୱରଙ୍କର ଅଗୌରବ ହୁଏ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଯଦି ପ୍ରକୃତ ବିଶ୍ୱାସୀ ପରି ଜୀବନଯାପନ କାଟନ୍ତୁ। ପ୍ରଭୁ ସୁସ୍ଥ କଲେ ଭଲ, ନହେଲେ କିଛି ଅସୁବିଧା ନାହିଁ। ମୁଁ ମଲେ ସିଧା ସ୍ୱର୍ଗ ରାଜ୍ୟକୁ ଯିବି। ହାଲେଲୁୟା, ହାଲେଲୁୟା। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଯୀଶୁ ଖ୍ରୀଷ୍ଟ ତାଙ୍କୁ ସେଠି ସୁସ୍ଥ କଲେ ଯେ ଖଟିଆ ଘେନିକି ଚାଲ, ଯାହା ହେଉଛି ହଉ। ସେ ପରମ୍ପରା ଭାଙ୍ଗୁଛନ୍ତି ଯୀଶୁ ଖ୍ରୀଷ୍ଟ। ଜିହୁଦୀ ମାନଙ୍କର ହଜାର ହଜାର ବର୍ଷର ପରମ୍ପରା, ନିୟମ କାନୁନ, ଯେଉଁ କ୍ରିୟାକର୍ମ ଥିଲା, ଯେଉଁ ଲୋକମାନଙ୍କର ଆସ୍ଥା ଥିଲା, ଯୀଶୁ ଖ୍ରୀଷ୍ଟ ଭାଙ୍ଗିଲେ ସେଦିନ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ଜୀବନରେ ମଧ୍ୟ ସେ ପରମ୍ପରାକୁ ଭାଙ୍ଗିବା ପାଇଁ ଚାହୁଁଛନ୍ତି। ପରମ୍ପରାରେ ହିଁ ଜୀବନଯାପନ କାଟନ୍ତୁ ନାହିଁ। ମୁଁ କୋଉଠିକି କୁଣିଆ ଗଲେ ମୋ ଦିଦିମାନେ ମୋତେ କହୁଥିଲେ, ନାଇଁ ଆଜି 6 ଦିନ, ଆଜି ଯାଅନି ବୋଲିବି। 6 ଦିନ ଯାଅନି, 6 ଦିନ 2 ଦିନ ରହିଗଲା ପରେ ଆଉ ଗୋଟେ ଦିନ ରଖିଦେବି, 9 ଦିନ ଆଜି ଯିବି, ନା ଆଜି 9 ଦିନ ଯାଉନି। 6 9 ଜନ ନ ଦେଖିଲେ ମୁଁ ଖାଇବି ନାହିଁ। ଆରେ ଭାଇ ଭଉଣୀ ମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। we are new creatures, ଆମେ ନୂତନ ସୃଷ୍ଟି, ଖ୍ରୀଷ୍ଟଙ୍କ ଠାରେ ନୂତନ ସୃଷ୍ଟି ହେଲୁ। ଆଉ ପରମ୍ପରା, ବିଧିବିଧାନ, ଧର୍ମକର୍ମରେ ଦୟାକରି ଭରସା ରଖି ଜୀବନ କାଟନ୍ତୁ ନାହିଁ। ଆପଣ ମାଛର ହେଲେ ହୁଅନ୍ତୁ, ନହେଲେ ଜାଲର ହେଲେ ହୁଅନ୍ତୁ। ଆପଣ ଏ ନୌକାରେ ହେଲେ ଚଢ଼ନ୍ତୁ, ନହେଲେ ସେ ନୌକାରେ ଚଢ଼ନ୍ତୁ। ଜଗତ ରୂପକ ନୌକାରେ ଚଢ଼ିବା ପାଇଁ ଚାହୁଁଛନ୍ତି ତ ଚଢ଼ନ୍ତୁ, ନହେଲେ ଖ୍ରୀଷ୍ଟ ରୂପକ ନୌକାରେ ଯଦି ଚଢ଼ିବା ପାଇଁ ଚାହୁଁଛନ୍ତି ଚଢ଼ନ୍ତୁ। କିନ୍ତୁ 2ଟା ନୌକାରେ 2ଟା ନାଁରେ ଗୋଡ଼ ଦେଲେ ଆପଣ ଲକ୍ଷ୍ୟସ୍ଥଳକୁ ଯାଇପାରିବେ ନାହିଁ, ବାଟରେ ମଝିରେ ବୁଡ଼ିକି ମରିବେ। ପ୍ରିୟ ବାପା ମା, ଭାଇ ଭଉଣୀ ମାନେ, ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ଦାସଦାସୀ ମାନେ, ଯୀଶୁଖ୍ରୀଷ୍ଟ ସୁସ୍ଥ କଲେ। କେମିତି ସୁସ୍ଥ କଲେ? ଯୀଶୁଖ୍ରୀଷ୍ଟ ସୁସ୍ଥ କେମିତି କଲେ? ତେଲ ପିଆଇଲେ କି ତାଙ୍କୁ, ସେ ରୋଗୀଙ୍କୁ, 38 ବର୍ଷର ରୋଗୀକୁ ତେଲ ପିଆଇଲେ।
आम एरिया रे पूरा तेल बिंची देकी पानी मारिकी लोक को तले पके ए भाई भाई भौणी माने प्रभु लोक माने शांति आत्मा ख्रीष्टंकर आत्मा केबे से प्रकार लोक मान प्रति कार्य करती नाही। जीशु ख्रीष्टंकर आत्मा को शांति आत्मा बोलिक कह जाइछि बाइबल रे, पवित्र आत्मा बोलिक कह जाइछि। छटपट आत्मा नुह, भूत आत्मा नुह जीशु ख्रीष्टंकर आत्मा। प्रेत आत्मा अलगा, जीशु ख्रीष्टंकर आत्मा अलगा। जीशु ख्रीष्टंकर आत्मा को परमेश्वरंकर निजर आत्मा बोलिक कह जाइछि। तेणु छटपट हुंतु ने। जीसस सेड ओनली वन थिंग, तमे सुस्थ हेलो खटिया घेनी चलो। केवल जीशु ख्रीष्ट आपणा शब्द रे तांको सुस्थ करूचंती। प्रिय भाई भौणी माने, ही स्पोक ए वर्ड, गोटे शब्द से व्यवहार कले उठ खटिया घेनी चलो। सेठारे आउ भूम 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 ए सब किछि नाही। जीसस ओनली सेड यू आर हील्ड, आप जाओ, आप चंगाई पा गए, आप चलिए। प्रभु यीशु यहाँ कोई वो प्रताड़न नहीं कर रहा है, वो ड्रामा नहीं कर रहा है। आजकल क्या हो रहा है कि बहुत ड्रामा होता है, स्टेज में ड्रामा बेसी हुए। जीशु ख्रीष्ट को से पर्दा पछपट रखिदे कि लोक माने निजे जीशु परी हो जाती। भाई भौणी मैंने जागृत, एथिपाई जागृत रुहंतु, आ सचेतन होइकि जागृत रुहंतु। कारण शैतान सिंह प्राय गर्जन करी बुलू अच्छी काकू ग्रासीब। जदि सहजरे आपण विनाश होगा चाहते शैतान को मुंड दे दिंतु, जहाँ कहले शुणिबी हो पार ना। प्रभु जीशु ख्रीष्ट गोटे वाक्य रे तांको सुस्थ कले। आमे देखुछु जीशु ख्रीष्ट विभिन्न माध्यम लोक को सुस्थ करती, किंतु आजिकाली जो माध्यम बाहरी से माध्यम से करूना। जीशु ख्रीष्ट तांकर 3.5 वर्षर सेवा कार्य मध्य विभिन्न माध्यम सुस्थ करिसंती। एक तो तांकर वाक्य द्वारा से सुस्थ कले, से जोहन 5:8 पदरे सुस्थ कले। एवं जदि आप माने देखिबे पितरंकर सासू ज्वर रे थरी जाउचंती, जेते जीशु ख्रीष्ट गले देखिले थरी जाउचंती। मु भाबुची 200 की केते ज्वर हो जाइथिबो परा, तांक से मरि जीवो, हाई टेम्परेचर रे अछंती। भाई भौणी माने प्रभु को लोक माने माथ्यू 8:14-15 पदरे जीशु ख्रीष्ट तांको कौन कले, स्पर्श कले बोले लिखा है। जीसस टच्ड एंड हील्ड, जीशु ख्रीष्ट छुईले सुस्थ कले। प्रथम रे केमती सुस्थ कले, तांको वाक्य द्वारा सुस्थ कले। केवल कहिबारु से 38 वर्षर एते पीड़ित व्यक्ति से सुस्थ हेले, किंतु पितरंग सासू को से स्पर्श करूचंती, से छुई की सुस्थ कले लिखा जाइछि। भाई भौणी प्रभु को लोक माने समय बेसी हेइथिबारु मु बेसी पढ़ेबा चाहू नाही। एवं जीशु ख्रीष्टंकर झुंपा, जीशु ख्रीष्टंकर लुगार खंडे अंग जड़े 12 वर्षर रक्तस्राव स्त्री को बाजी जीवारु से सुस्थ हो गले। जीशु ख्रीष्ट आउ छुईबार किसी आवश्यक नहीं, तांको लुगा बाजिबारु से सुस्थ हेले। हालेलुया, हालेलुया। जीशु ख्रीष्ट भिन्न भिन्न माध्यम रे सुस्थ करंती। माथ्यू 9:20-22 पदरे तांकर लुगा बाजिगला। भाई भौणी माने 12 वर्षर प्रदार रोगाग्रस्ता स्त्री सबु सर्वहरा संसार रे बसिचंती। ता पाखरे आउ पावना नाही, ता पाखरे आउ टंका नाही, ता पाखरे आउ सुना रूपा किछि नाही, सबु सरला गोटे धड़ा लुगा से पिंधिचंते, सेतकी मात्र। देयर इज नथिंग एल्स टू डू फॉर हर हीलिंग। से विभिन्न डॉक्टर विभिन्न परामर्श चेरमूलिका ढाउरा परंपरा गुणिया गुणी गारडी सबु सरी जाइछि। भाई भौणी माने गोटे विषय से शुणिला जे नाजरीतीय जीशु ख्रीष्ट आरोग्यकारी, जदि मु तांको पाखकु जीवी मु सुस्थ हेबी। तेबे भाई भौणी प्रभु को लोक माने जीशु ख्रीष्ट यात्रा करूचंती। ये जो 12 वर्षर रक्तस्राव स्त्री जार रक्त रहू नाही, भाई भौणी प्रभु को लोक 12 वर्ष पर्यंत से जाइकी तो गहली रे पशि गला। ही एंटर्ड इनटू द क्राउड, से गहली रे प्रवेश कला। आउ से जने अछुआ स्त्री, कारण रक्तस्राव लोक मानू असुचि बोली कह जाउथिला, से आ भय न करी सीधा सड़क पशिगला। हालेलुया, हालेलुया। से पशिगला भाई भौणी माने
ଯଦି କେହି ଜାଣିଥିବେ ତାଙ୍କୁ ଏଇ ମା 12 ବର୍ଷର ପ୍ରଦାର ରୋଗାଗ୍ରସ୍ତା ସ୍ତ୍ରୀ, ଏ ଅଶୁଚି ଲୋକ ଏ ଯୀଶୁଖ୍ରୀଷ୍ଟଙ୍କ ନିକଟକୁ କାହିଁକି ଯାଉଛନ୍ତି? ଲୋକମାନେ ତାଙ୍କୁ ଆତଙ୍କ କରିଥିବେ। ଲୋକମାନେ ନିଶ୍ଚିତ ଭାବରେ ଏତେ ଜନବହୁଳ ଭିତରେ ଜଣେ ବୁଢ଼ୀ ଲୋକ, ରକ୍ତସ୍ରାବ ସ୍ତ୍ରୀ, ଦୁର୍ବଳ ସ୍ତ୍ରୀ, ସେ କେମିତି ପଶିକି ଗଲା ସେଠିକି? ମୁଁ ଯୀଶୁଙ୍କ ନିକଟକୁ ଯିବି। ଆଇ ୱାଣ୍ଟ ଟୁ ଗୋ ଟୁ ଖ୍ରାଇଷ୍ଟ, ହି ଇଜ୍ ଦ ହିଲର। ଯୀଶୁଖ୍ରୀଷ୍ଟଙ୍କ ନିକଟକୁ ସେ ବହୁତ କଷ୍ଟରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ଯାଇ ପହଞ୍ଚୁଛନ୍ତି। ପହଞ୍ଚୁ ପଛପଟରୁ ଲୁଗା ବାଜିଗଲା। ହାଲେଲୁୟା। ପଛପଟର ଲୁଗା ବାଜିଗଲା। ସାଙ୍ଗେ ସାଙ୍ଗେ ଖ୍ରୀଷ୍ଟଙ୍କ ଶରୀରରୁ ଶକ୍ତି, ଆରୋଗ୍ୟକାରୀ ଶକ୍ତି ନିର୍ଗତ ହେଲା। ଯୀଶୁଖ୍ରୀଷ୍ଟ ଫଟକିନା ଜାଣିଲେ ଯେ କିଏ ଜଣେ ମୋତେ ଛୁଇଁଲା ବୋଲି କହିଲେ। କିଏ ଜଣେ ମୋତେ ଛୁଇଁଲା। ତେବେ এই ଆରୋଗ୍ୟ ପାଇଥିବା ସ୍ତ୍ରୀ ନୀରବ ଡରିକି ରହିଯାଇଛି, କହିପାରୁନି, କାରଣ ସେ ଅଶୁଚି ଥିଲା। ଲୋକମାନେ ତାଙ୍କୁ ପଥର ମାରିକି ମାରିଦେବେ, ତାଙ୍କୁ ପ୍ରାଣଦଣ୍ଡ ଦେବେ ଲୋକମାନେ, ଯିହୁଦୀ ଲୋକମାନେ, ଯେ ତାଙ୍କର ରକ୍ତସ୍ରାବ ହେଇଛି, ତୁମେ କାହିଁକି ଏଠିକି ଆସିଲ? ତୁମେ ଅଶୁଚି ଲୋକ। ସେ ଡରିକି ରହିଛି। ଭାଇ ଭଉଣୀମାନେ, ସେ ନୀରବ ରହିଛି। ଯୀଶୁଖ୍ରୀଷ୍ଟ ବୁଲି ପଡ଼ିଲେ, ପଚାରିଲେ ଯେ ମୋର ଦେହରୁ ଶକ୍ତି ନିର୍ଗତ ହେଲା, ମୋତେ କିଏ ଜଣେ ଛୁଇଁଲା? She was healed by touching the garment of Christ. ଖ୍ରୀଷ୍ଟଙ୍କର ଲୁଗାର ଝୁମ୍ପା ଛୁଇଁକି ସେ ସୁସ୍ଥ ହେଲା। ପ୍ରଥମରେ ସେ ବାକ୍ୟ ଦ୍ୱାରା ସୁସ୍ଥ କରୁଛନ୍ତି, ଦ୍ୱିତୀୟରେ ଯୀଶୁଖ୍ରୀଷ୍ଟ ପିତରଙ୍କର ଶାଶୁକୁ ସ୍ପର୍ଶ କରି ସେ ସୁସ୍ଥ କରୁଛନ୍ତି। ଏଠାରେ 12 ବର୍ଷର ପ୍ରଦାର ରୋଗାଗ୍ରସ୍ତା ସ୍ତ୍ରୀ ଯୀଶୁଖ୍ରୀଷ୍ଟଙ୍କ ଝୁମ୍ପା ବାଜିବାରୁ ସୁସ୍ଥ ହେଲା। ଆଉ ଗୋଟେ ଜାଗାରେ ଅଛି ସୁସ୍ଥ କରିବାର ପ୍ରକ୍ରିୟା। ମୁଁ ଆପଣମାନଙ୍କୁ କହୁଛି, ଯୀଶୁଖ୍ରୀଷ୍ଟ ଆଉ ଛେପ ବ୍ୟବହାର ମଧ୍ୟ କରୁଥିଲେ। he used the spittle ମାନେ ଛେପ। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଖ୍ରାଇଷ୍ଟ ୟୁଜ୍ ଦ ସ୍ପିଟେଲ। ଯୀଶୁଖ୍ରୀଷ୍ଟ ଛେପ ଏବଂ ମାଟି ବ୍ୟବହାର କରିଛନ୍ତି। ଯଦି ଆପଣମାନେ ମାର୍କ ତାର 7:33-35 ପଦ ଶୀଘ୍ର ପଢ଼ନ୍ତୁ, ମୁଁ ସମାପ୍ତ କରିବି ଭାଇ ଭଉଣୀମାନେ। କିନ୍ତୁ ଅନେକ ସେମାନଙ୍କୁ ବାହାରି ଯିବାର ଦେଖିଲେ ଓ ଚିହ୍ନିଲେ। ପୁଣି ଲୋକମାନେ ସମସ୍ତ ନଗରରୁ ପାଦ ଗତିରେ ସେଠାକୁ ଏକତ୍ର ଦୌଡ଼ି ଯାଇ ସେମାନଙ୍କ ଆଗରେ ପହଞ୍ଚିଲେ। ସେ ତାହାଙ୍କୁ ମାର୍କ 7 ଅଧ୍ୟାୟ ନା ପଢ଼ନ୍ତୁ। ସେ ତାହାଙ୍କୁ ଲୋକ ସମୂହ ମଧ୍ୟରୁ ଅନ୍ତର କରି ଏକାକୀ ଘେନି ଯାଇ ତାହାର ଦୁଇ କାନରେ ଜଣେ ସେ ବଧିରା ଲୋକ ଥିଲେ, ଦୁଇ କାନରେ ଆପଣା ଅଙ୍ଗୁଳି ସ୍ପର୍ଶ କଲେ ଓ ଛେପ ପକାଇ ତାହାର ଜିଭକୁ ଛୁଇଁଲେ। ସେ କହିପାରୁନଥିଲେ ଓ नहीं बोलता था, नहीं सुनता था। इस तरह का एक रोगी परमेश्वर के बगल में आया। हाँ, स्वर्ग आड़े ऊर्ध्व दृष्टि करी दीर्घ निश्वास पकाई ताहांको कहिले हाँ अर्थात फिटी जा सेथिरे ताहार कर्ण उन्मुक्त हैला। हाँ, ओ जिह्वार बंधन सही क्षणी फिटी गला। आउ से स्पष्ट रूपे कथा कहिबाकू लागिला। हालेलुया, हालेलुया। यीशुख्रीष्ट जेतेले कहले फिटी जा, भाई भौणी प्रभुଙ୍କ ଲୋକମାନେ ସେ ଛେପ ଲଗେଇଲେ ଏବଂ ମାଟି ଲଗେଇକି ତାକୁ ଦଳି ସେ ଲଗଉଛନ୍ତି। ଉର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, ପିତାଙ୍କୁ ସୁସ୍ଥ କର, ଫିଟି ଯା। ଫିଟି ଗଲା। ସେ ସ୍ପଷ୍ଟ ଭାବରେ କହିପାରିଲେ, ସ୍ପଷ୍ଟ ଭାବରେ ଶୁଣିପାରିଲେ। ଯୀଶୁଖ୍ରୀଷ୍ଟ ଏଇଭଳି ଭାବରେ ସୁସ୍ଥ କରନ୍ତି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ଏବଂ ଆଉ ଗୋଟେ କଥା କହିବି ଯେ ଯୀଶୁଖ୍ରୀଷ୍ଟ ମଧ୍ୟ ସୁସ୍ଥ କରନ୍ତି, ଆମମାନଙ୍କୁ ସୁସ୍ଥ କରନ୍ତି। ଯୀଶୁଖ୍ରୀଷ୍ଟ ସେ କ'ଣ କଲେ? ଛେପ ଦ୍ୱାରା ଜଣକୁ ସେ ସୁସ୍ଥ କରୁଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ, ଦୟାକରି ପଢ଼ିବେ ଗୋଟିଏ ପଦ, ତାପରେ ଆମେ ସମାପ୍ତ କରୁଥିବା ଯେ ମାର୍କ 8:23-25 ପଦ ପର୍ଯ୍ୟନ୍ତ। ମାର୍କୋସ 8:23-25 ପଂକ୍ତି ତକ। ତେଣୁ ଯୀଶୁ ଅନ୍ଧଟିର ହାତ ଧରି
ହଁ ତାହାକୁ ଗାଁ ବାହାରକୁ ଘେନିଗଲେ। ହଁ ପୁଣି ତାହାର ଆଖିରେ ଛେପ ପକାଇ ହଁ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ହଁ ତୁମ୍ଭେ କି କିଛି ଦେଖୁଅଛ? ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, ହଁ କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି। ତାହାପରେ ସେ ପୁଣି ତାହାର ଆଖିରେ ହାତ ଦେଲେ। ହଁ। ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକ ଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା। ଯୀଶୁ ଖ୍ରୀଷ୍ଟ ତାଙ୍କର କୋଉଠି ସ୍ପର୍ଶ କଲେ ଲେଖାଯାଇଛି? କୋଉଠି? ଚକ୍ଷୁରେ ସେ ସ୍ପର୍ଶ କଲେ। ଛେପ ଲଗେଇକି ସ୍ପର୍ଶ କରୁଛନ୍ତି, ଛେପ ନା? ତେବେ ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ସେ ସୁସ୍ଥ ହେଲା ଲୋକଟା। ଯୀଶୁଖ୍ରୀଷ୍ଟ ପଚାରିଲେ, ତମେ ବର୍ତ୍ତମାନ ଦେଖିପାରୁଛ କି? ତେବେ ସେ କହିଲା, ଆଜ୍ଞା ଦେଖୁଛି ଯେ ଲୋକମାନେ ଗଛ ପରି ଚାଲୁଛନ୍ତି। କେମିତି ଚାଲୁଛନ୍ତି? ଗଛ କେବେ ଚାଲିବ କି? ଗଛ ଚାଲିବାର ଦେଖିଛନ୍ତି କି? ଭାଇ ଭଉଣୀ ମାନେ, ଗଛ ଚାଲିବାର ଭାନୁ ନାନୀ ଦେଖିଛନ୍ତି କି? ଲୋକମାନେ ଗଛ ପରି ଚାଲିବାର ମୁଁ ଦେଖୁଛି। ତାମାନେ प्रभु जीशु ख्रीष्टर आरोग्य शक्ति तांको जीवन रे कार्य कला, तथापि ही इज नॉट एक्सेप्टिंग दैट। ओ विश्वास नहीं कर रहा है कि मैं सुस्त हुआ हूं, प्रभु यीशु ने मेरे को चंगाई दिया है, मैं देख रहा हूं, लेकिन लोक माने गछ परी चलिबार मु देखुछि। तेणु जीशु ख्रीष्ट आउ थरे द्वितीय थर तांको कोन कले, स्पर्श करिबारु से स्पष्ट भाव रे देखि पारिला। प्रिय भाई बहन प्रभु लोक माने, प्रभुंकर दास दासी माने, आमानकर जीवन मध्य तद्रूप प्रभु जीशु ख्रीष्ट आमानको से अनुग्रह रे परित्राण देइचंती, पवित्र आत्मांकर दान देइचंती। आमाने अनंत जीवन पाइछु, आमाने जीशु ख्रीष्टଙ୍କ ଠାରୁ आरोग्य पाइछु, किंतु न पाइला लोक परी अनेक समय रे जीवन यापन काटू। अनुग्रह दान न पाइला लोक परी जीशु ख्रीष्ट स्पर्श कले, से सुस्थ हेले, देखुचंती। हाँ आज्ञा मु लोक मानकु देखुची बोली कहूनांती, लोक माने गछ परी कौन होउचंती, चालिबार मु देखुची। गछ केबे चालिबो नाही। भाई बहन प्रभु को लोक माने, एठारे आउ से सुस्थ होइथिबा व्यक्ति, अंध व्यक्तिंकर डाउट आमे देखुछु। ही इज डाउटिंग द हीलिंग ऑफ क्राइस्ट। ख्रीष्टंकर आरोग्यकारी शक्ति को से संदेह करूचंती। से कहउचंती गछ परी लोक माने दुसुचंती। आमानक जीवन रे अनेक समय सिमती होउची। प्रभु आमानक अनुग्रह देइचंती, से आमानकर पाप क्षमा करिचंती। अनुग्रह रे विश्वास द्वारा तो माने परित्राण पाइछ। एफिसियो 2:8-9 पद रे परमेश्वर जो अनंत जीवन देइचंती, अनंत काल पई देइचंती। उपदेशक 13:14 पद लिखा जाए, से जहाँ करिबे वो परमेश्वर जहाँ भी करता है अनंत काल के लिए वो करता है। हालेलुया हालेलुया। आमे अनंत जीवन पाइछु। अंत जीवन नुह, छिंडिबा जीवन नुह, अधा पूरा जीवन नुह, अनंत जीवन आमनको देइचंती। किंतु आमे न पाइला लोक परी बेले बेले जीवन काटुछु। जेमती अंध लोक सुस्थ होला परे मध्य कहूची जे लोक माने गछ परी दुसुचंती, गछ परी चालुचंती। आमर ख्रिस्टियन जीवन मध्य सेमती हुए। अनेक समय रे आमानक अंचल रे सेमती होउची। लोक माने प्रभु को पाइचंती, परित्राण पाइचंती, अनंत जीवन पाइचंती, किंतु विजय ख्रिस्टियन जीवन यापन लोक काटी पारु नाहंती। आनंदित ख्रिस्टियन जीवन, ख्रीष्टंकर शांति आनंद, ख्रीष्टंकर से जो प्रेम लोक मान जीवन रे राजत्व करि पारु नाही, उछुली उठी पारु नाही। कारण आमानकर अविश्वास रहउछि। प्रभु कार्य कले मध्य, तांकर अनुग्रह पाइले मध्य, से आमानक अनंत जीवन देइचंती। आ केबे मध्य ता नष्ट हेइ परिबो नाही। जोहन 10:28-29 पदरे से आमानक मुद्रांकन करिसंती। एफिसियो 1:13, एफिसियो 4:30 पदरे आमानक सुरक्षा करबा पाई मुद्रा मारिचंती। पवित्र आत्मा रूपक मुद्रा रे आपनको मते जो माने परित्राण पाइछु से मारिचंती। किंतु आमे अविश्वास करूछु। आमे अनेक समय रे अविश्वासी परी, परित्राण न पाइला लोक परी जीवन यापन काटुछु। आमानको दंड मुक्त करिसंती।
ରୋମିଓ 8:1 ପଦରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି ସେମାନଙ୍କ ପ୍ରତି ଆଉ କୌଣସି ଦଣ୍ଡାଜ୍ଞା ନାହିଁ, ଦଣ୍ଡମୁକ୍ତ କରାଯାଇଛି ଆମମାନଙ୍କୁ, କିନ୍ତୁ ଦଣ୍ଡରେ ଥିବା ଲୋକ ପରି ହିଁ ଜୀବନଯାପନ କାଟୁଛୁ, ପରିତ୍ରାଣ ନ ପାଇଲା ଲୋକ ପରି ଜୀବନ କାଟୁଛୁ। ଏ ଅନ୍ଧ ଲୋକ ଯେମିତି କହିଲେ, ମୁଁ ଦେଖୁଛି କିନ୍ତୁ ଲୋକମାନଙ୍କୁ ଗଛ ପରି ଚାଲିବାର ଦେଖୁଛି। ସେ ଆମମାନଙ୍କୁ କ'ଣ କରିଛନ୍ତି? ସେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରାଇଛନ୍ତି। ଯୋହନ 5:24 ପଦରେ ସେ ଆମମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି। ଆମେ ପରିତ୍ରାଣ ପାଇଛୁ। ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ 2 ଥେସଲୋନିକ 5:24 ପଦରେ କିମ୍ବା 1 ଥେସଲୋନିକରେ ଲେଖାଯାଇଛି ଯେ ଉତ୍ତମ କାର୍ଯ୍ୟ ଆମମାନଙ୍କ ଜୀବନରେ ଆରମ୍ଭ କରିଛନ୍ତି। 1 ଥେସଲୋନିକ 5:24 ପଦରେ ସେ ମଧ୍ୟ ତାହା ଶେଷ ପର୍ଯ୍ୟନ୍ତ ସାଧନ କରିବେ ଲେଖାଯାଇଛି। କ'ଣ ଆରମ୍ଭ କଲେ? ଆମ ଜୀବନରେ ଯୀଶୁ କ'ଣ ଆରମ୍ଭ କଲେ? ଅନନ୍ତ ଜୀବନର କାର୍ଯ୍ୟ, ପରିତ୍ରାଣର କାର୍ଯ୍ୟ, ଅନୁଗ୍ରହର କାର୍ଯ୍ୟ ସେ ଆରମ୍ଭ କରିଛନ୍ତି। ମଣ୍ଡଳ ବାବୁ ଆପଣଙ୍କ ଜୀବନରେ, ସିଂ ଆଜ୍ଞା ଆପଣଙ୍କ ଜୀବନରେ, ହେମନ୍ତ ଭାଇ ଆପଣଙ୍କ ଜୀବନରେ, ଏବଂ ଭଉଣୀମାନେ ଆପଣମାନଙ୍କ ଜୀବନରେ, ଶାନ୍ତା ମା ଆପଣଙ୍କ ଜୀବନରେ, ଭାନୁ ନାନୀ ଆପଣଙ୍କ ଜୀବନରେ, ମୋ ଜୀବନରେ ସେ ପରିତ୍ରାଣର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଉ ସେ ମଧ୍ୟ ତାହା ପୁରା କରିପାରିବେ। ତେଣୁ ସନ୍ଦେହରେ ଆପଣ ଜୀବନଯାପନ କାଟିପାରିବେ ନାହିଁ। ପ୍ରଭୁ ସୁସ୍ଥ କଲେ କିନ୍ତୁ ମୁଁ ଭଲ ଭାବରେ ଦେଖିପାରୁନାହିଁ। ମୁଁ ଲୋକମାନଙ୍କୁ ଗଛ ପରି ଚାଲିବାର ଦେଖୁଛି। ତେଣୁ ଦ୍ୱିତୀୟ ସ୍ପର୍ଶ ତାଙ୍କୁ ଆବଶ୍ୟକ ପଡ଼ିଥିଲା। ପ୍ରିୟ ଭାଇ ଭଉଣୀ, ପରମେଶ୍ୱର ଅନନ୍ତ ଜୀବନ ଦେଇଛନ୍ତି, ଅନନ୍ତ କାଳ ପାଇଁ କରିଛନ୍ତି। ସେ ମିଥ୍ୟା କହିବେ ନାହିଁ। ବାଇବେଲରେ ଲେଖାଯାଇଛି ସେ ମିଥ୍ୟା କହିବେ ନାହିଁ। ଏଇଟା ମନେ ରଖନ୍ତୁ। 79 ଗୀତ 30-35 ପଦ ଦେଖିବେ, ପରମେଶ୍ୱର ଯାହା କହିଛନ୍ତି ତାଙ୍କର କଥାକୁ ସେ କେବେ ଅନ୍ୟଥା ହେବାକୁ ଦେବେ ନାହିଁ। ଏଇଟା ମନେ ରଖନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ପରିତ୍ରାଣର କାର୍ଯ୍ୟ ଅନନ୍ତ କାଳ ପାଇଁ କରିଛନ୍ତି, ସେ କେବେ ଅନ୍ୟଥା ହେବାକୁ ଦେବେ ନାହିଁ। ପବିତ୍ର ଆତ୍ମାଙ୍କର ଦାନ ଆମମାନଙ୍କୁ ଦିଆଯାଇଛି। ଅନେକ ସମୟରେ କ'ଣ ହେଉଛି, ଆମ ପାଖରେ ମୋବାଇଲ ଅଛି। ଏବେ ମୋବାଇଲ ଶେଷ କଥା ମୋବାଇଲ ସମସ୍ତଙ୍କ ପାଖରେ, ହଁ କି ନାହିଁ? ମୋବାଇଲ ସମସ୍ତଙ୍କ ପାଖରେ ଅଛି। ବୁଢ଼ୀ ଲୋକମାନେ ମଧ୍ୟ ଗୋଟେ ବଡ଼ ମୋବାଇଲ ଧରିକି ବୁଲୁଛନ୍ତି ଆଜିକାଲି। ବୁଢ଼ା ବୁଢ଼ୀ ସମସ୍ତେ ମୋବାଇଲ ଅଛି, କିନ୍ତୁ ମୋବାଇଲକୁ ବ୍ୟବହାର ଆମେ କରି ଜାଣୁ ନା। ମୋବାଇଲ ହେ ହମାରେ ପାସ୍ ଆଚ୍ଛା ସା ମୋବାଇଲ ଏକ ଗୋଟେ ଦାମ ମୋବାଇଲ ମୁଁ ଧରିବା ପାଇଁ ଚାହୁଁଛି। ଆଜିକାଲି କ'ଣ କରୁଛନ୍ତି ଆମର ଯୁବକ ଯୁବତୀ ମାନେ ନା, ସେମାନେ ଇନଷ୍ଟଲମେଣ୍ଟରେ ଧରି ଆସୁଛନ୍ତି, ଲୋନ୍ କରିକି ଧରି ଆସୁଛନ୍ତି। ଲୋନ୍ରେ ବି ମୋବାଇଲ ଆଣୁଛନ୍ତି। ମୋବାଇଲ ଅଛି ଆପଣଙ୍କ ପାଖରେ, ଆତ୍ମାଙ୍କର ଦାନ ଗୁଡ଼ିକ ଆପଣଙ୍କୁ ସମର୍ପଣ କରାଯାଇଛି, କିନ୍ତୁ ମୋବାଇଲର ଆପ୍କୁ ମୁଁ ଖୋଲି ପାରୁ ନାହିଁ। କୋଉ ଆପ୍ ଅଛି? ମୋବାଇଲରେ ବିଭିନ୍ନ ଫିଚର୍ସ ରହିଛି। ମୋବାଇଲରେ ଅନେକ ମୂଲ୍ୟବାନ ବିଷୟ ସବୁ ରହିଛି, ଯେଉଁଟା ମୁଁ କେବଳ ଫୋନ୍ ହିଁ ମୁଁ କରୁଛି ଲୋକଙ୍କୁ, କିନ୍ତୁ ତା ଭିତରେ ଅନେକ ବିଷୟ ଅଛି। ମୋବାଇଲକୁ ମୋତେ ଖୋଲି ପାରିବାକୁ ପଡ଼ିବ। ସେମିତି ଅନୁଗ୍ରହ ଦାନ, ଯେ ପବିତ୍ର ଆତ୍ମାଙ୍କର ଦାନ, ପବିତ୍ର ଆତ୍ମା ଏକ ବଚନ, ଯାହା ପୁରାତନ ନିୟମରେ ପ୍ରତିଜ୍ଞା କରାଯାଇଥିଲା। ଯୀଶୁଖ୍ରୀଷ୍ଟ ପ୍ରତିଜ୍ଞା କରିଥିଲେ, ମୁଁ ଗଲା ଅବତାରେ ମୁଁ ଆତ୍ମାଙ୍କୁ ପଠାଇବେ ଏକ ବଚନ, ଦାନ ଗୁଡ଼ିକ ବହୁ ବଚନ। ପବିତ୍ର ଆତ୍ମା ଯେତେବେଳେ ଆସିଲେ, ଗୋଟେ ପ୍ୟାକେଜ ଅଛି ଏଠି, ମୋବାଇଲ ଅଛି, ମୋବାଇଲରେ ବିଭିନ୍ନ ପ୍ରକାର ଆପ୍ ଅଛି, ଆକୁ ଖୋଲିକି ମୋତେ ବ୍ୟବହାର କରିପାରିବା ରହିଛି। ପ୍ରଭୁ ମୋତେ ଅନୁଗ୍ରହ ଦାନ ଦେଇଛନ୍ତି, ମୁଁ ଅନନ୍ତ ଜୀବନ ପାଇଛି, ପବିତ୍ର ଆତ୍ମାଙ୍କର ଦାନ ଗୁଡ଼ିକ ମୋତେ ଦିଆଯାଇଛି, କିନ୍ତୁ ମୋତେ ବ୍ୟବହାର କରିବାକୁ ପଡ଼ିବ। ପ୍ରିୟ ଭାଇ ଭଉଣୀ ପ୍ରଭୁଙ୍କ ଲୋକମାନେ, ଆମମାନେ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଛୁ। ଆମମାନଙ୍କ ସମସ୍ତ ପାପ କ୍ଷମା ହେଇଛି। ଏବ୍ରି 8:12 ପଦରେ ସବୁ ପାପ ସେ କ୍ଷମା କରିଛନ୍ତି। ଆଉ ଆଜି ଯୀଶୁଖ୍ରୀଷ୍ଟ 2 କରିନ୍ଥୀୟ 2:14 ପଦ ଅନୁସାରେ ଆମମାନଙ୍କୁ ଘେନି ସେ ବିଜୟ ଯାତ୍ରା କରୁଛନ୍ତି। ହାଲେଲୁୟା, ହାଲେଲୁୟା। ମୋତେ ଘେନି ସେ ବିଜୟ ଯାତ୍ରା କରୁଛନ୍ତି। ମୁଁ ସଦା ଜୟୀ। ରୋମିଓ 8:37 ପଦରେ ଯୀଶୁଖ୍ରୀଷ୍ଟଙ୍କ ସହିତ ମୁଁ ସବୁବେଳେ ପାଇଁ, ସବୁ ସମୟ ପାଇଁ ମୁଁ ବିଜୟୀ ଅଟେ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏ ବାକ୍ୟ ମାଧ୍ୟମରେ ଆମମାନେ ବିଜୟ ଖ୍ରୀଷ୍ଟିଆନ ଜୀବନଯାପନ କାଟିବା। ପ୍ରଭୁ ଯେଉଁ ଅନୁଗ୍ରହ ଦେଇଛନ୍ତି, ପ୍ରଭୁ ସୁସ୍ଥ କରିଛନ୍ତି, ସୁସ୍ଥ ଲୋକ ପରି ଜୀବନଯାପନ କାଟିବା।
ଆମମାନଙ୍କୁ ଶାରୀରିକ ଭାବରେ ଆତ୍ମିକ ଭାବରେ ସେ ସୁସ୍ଥ କରିଛନ୍ତି। ଆମମାନଙ୍କର କୁଷ୍ଠ ରୋଗ ଆମମାନଙ୍କର ସେ ପାପରୂପକ ରୋଗକୁ ସେ ସୁସ୍ଥ କରିଛନ୍ତି। ଆମେ ପରିତ୍ରାଣ ପାଇଛୁ, ଅନୁଗ୍ରହ ପାଇଛୁ, ଅନନ୍ତ ଜୀବନ ପାଇଛୁ, ଆତ୍ମାଙ୍କର ଦାନ ସମୂହ ପାଇଛୁ। ସେମିତି ଜୀବନଯାପନ କାଟିବା। ପ୍ରଭୁ ଆଶୀର୍ବାଦ କରନ୍ତୁ। ନମସ୍କାର, ଧନ୍ୟବାଦ।